গোবিন্দ মাতঃ দুর্গে সিংহবাহিনী সর্বশক্তিদায়িনী মাতঃ শিবপ্রিয়ে তোর সত্যংশ জাত আম্ভে মানে ভারতবর্ষর যুবকগণ তোর মন্দিরে আসীন প্রার্থনা করুছু শুণ মাত এই ভারতবর্ষে প্রকাশ মাতঃ দুর্গে যুগে যুগে মানব শরীরে অবতীর্ণ হই জন্মে জন্মে তোর ହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରି ଯାଉ ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ ଶୁଣ ମାତ এই ভারতবর্ষে সহায় হো মাতঃ দুর্গে সিংহ বাহিনী ত্রিশূল ধারিণী বর্ম আবৃত সুন্দর শরীরে মাতঃ জয়দায়িনী তোর প্রতীক্ষাରେ ଭାରତ ରହିଅଛି তোর ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ ଶୁଣ ମାତ এই ভারতবর্ষে আবির্ভূত হো প্রকাশ মাতঃ দুর্গে বলদায়িনী প্রেমদায়িনী জ্ঞানদায়িনী শক্তি স্বরূপিণী ভীমে সৌম্য রৌদ্র রূপিণী জীবন সংগ্রামী ভারত সংগ্রামী তোর প্রেরিত যোদ্ধা আম্ভে মানে দিও মা প্রাণে মনে অসুরর শক্তি অসুরর উদ্যম দিও মা হৃদয়ে বুদ্ধিরে দেব চরিত্র দেব জ্ঞান মাতঃ দুর্গে জগৎশ্রেষ্ঠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା ତୁହି ମାତ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା ଆଲୋକ ବିସ୍ତାର କର ମାତ ତିମିର ବିନାଶ କର ମାତଃ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂଘରଣରେ ଆତ୍ମଗୋପନ କରିଥିଲା ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି ଆସ ମାତ ପ୍ରକାଶ ହୋ ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ हे ମାତ ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ ମାତଃ ଦୁର୍ଗେ କାଳୀ ରୂପିଣୀ ନମଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂରନ୍ନାଦରେ ଅନ୍ତସ୍ତରିପ ବିନାଶ କର ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତ ପ୍ରକାଶ ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପ ଆସି ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର ଆମେ ହିଁ ତୋର ପ୍ରିୟ ଆଦ୍ୟ ସନ୍ତାନ ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧା ଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁ ମାତଃ ଦୁର୍ଗେ ଅନ୍ତଃସ୍ତରୀକୁ ସଂହାର କରି ବାହାରର ବାଧା ବିଘ୍ନ ନିର୍ମୂଳ କର ବଳଶାଳୀ ପରାକ୍ରମୀ ଉନ୍ନତି ଚାର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ ମାତୃଚରଣରେ ହିଁ ପ୍ରାର୍ଥନା ପ୍ରକାଶ ହୁ ମାତଃ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର ଆମ୍ଭେମାନେ ହୋଇ ଉଠିବୁ ତୋରି ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ପ୍ରକାଶ ମାତଃ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ ଆସ ମାତ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁ ବୀର ମାର୍ଗ ପ୍ରଦର୍ଶିନୀ ଆସ ଆଉ ବିସର୍ଜନ କରିବୁ ନାହିଁ ଆମ୍ଭମାନଙ୍କର ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗା ପୂଜା ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସେବାବ୍ରତ ହେଉ ଏହା ହିଁ ପ୍ରାର୍ଥନା ମାତ ଭାରତରେ ଆବିର୍ଭୂତ ହୋ ପ୍ରକାଶ ହୋ ମା ପ୍ରକାଶ
ଆଖିର ଧାରେ ଲୁହ ତୁମେ, ଖିଆଲି ଆଖିର ଧାରେ ଲୁହ ତୁମେ, ଚେତନାର ମହାଝର, ଦରଦି ଛାତିର ଗାରେ କୋହ ତୁମେ, ଦରଦି ଛାତିର ଗାରେ କୋହ ତୁମେ, ମଧୁମୟୀ ମା ମୋର, ଖିଆଲି ଆଖିର ଧାରେ ଲୁହ ତୁମେ, ଖିଆଲି ଆଖିର ଧାରେ ଲୁହ ତୁମେ, ଚେତନାର ମହାଝର, ନୂଆ ସକାଳର ରୁଣିମା ତୁମେ, ରୂପେଲି ରାତିର ଜହ୍ନ, କୁନି କୁନି ଆମ ଆଖି ଦୁଇଟିରେ ଭରିଦିଅ ନୂଆ ସ୍ୱପ୍ନ, ନୂଆ ସକାଳର ଅରୁଣିମା ତୁମେ, ରୂପେଲି ରାତିର ଜହ୍ନ, କୁନି କୁନି ଆମ ଆଖି ଦୁଇଟିରେ ଭରିଦିଅ ନୂଆ ସ୍ୱପ୍ନ, ରେଣୁ ରେଣୁ ତୁମ କରୁଣାର ବାରି, ରେଣୁ ରେଣୁ ତୁମ କରୁଣାର ବାରି, ଝରୁଥାଉ ନିରନ୍ତର, ଖିଆଲି ଆଖିର ଧାରେ ଲୁହ ତୁମେ, ଖିଆଲି ଆଖିର ଧାରେ ଲୁହ ତୁମେ, ଚେତନାର ମହାଝର, ଝରା ବଉଳର ବାସ ପରି ତୁମ ସେହି ସୁନା ଝରା ହସ, ହସ ନୁହେଁ ସେ ତ ସତ ଫଗୁଣର ତୁମରି ମିଠା ପରସ, ଝରା ବଉଳର ବାସ ପରି ତୁମ ସେଇ ସୁନା ଝରା ହସ, ହସ ନୁହେଁ ସେ ତ ସତ ଫଗୁଣର ତୁମରି ମିଠା ପରସ, ସେ ହସ କପାଟ ଖୋଲି ଦିଅ ମାଗୋ, ସେ ହସ କପାଟ ଖୋଲି ଦିଅ ମାଗୋ, ହସୁଥାଉ ଏ ସଂସାର, ଖିଆଲି ଆଖିର ଧାରେ ଲୁହ ତୁମେ, ଖିଆଲି ଆଖିର ଧାରେ ଲୁହ ତୁମେ, ଚେତନାର ମହାଝର, ଦରଦି ଛାତିର ଗାରେ କୋହ ତୁମେ, ଦରଦି ଛାତିର ଗାରେ କୋହ ତୁମେ, ମଧୁମୟୀ ମା ମୋର, ମଧୁମୟୀ ମା ମୋର, ମଧୁମୟୀ ମା ମୋର, ମାମା। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ଏହି ସ୍ୱତନ୍ତ୍ର ପାଠଚକ୍ର ଆସରରେ ଉପସ୍ଥିତ ସମସ୍ତ ଦିବ୍ୟ ଅଭିପ୍ସୁ ମାତୃପ୍ରେମୀ ଭାଇ ଓ ଭଉଣୀମାନେ, ଆଉ ଆମ ଗହଣରେ ଉପସ୍ଥିତ ଅଛନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ଅଜୟ ଭାଇ। ଆମେମାନେ ଆଜି ତାଙ୍କଠାରୁ କିଛି ଶୁଣିବା। ବିଶେଷ କରି ଭାଇଙ୍କର ସବୁ ବର୍ଷ ଏଇ ସମର ଭ୍ୟାକେସନ୍ ଆସିଲେ ଭାଇ ଆମ ଆଡ଼କୁ ଟିକେ ଆସନ୍ତି, ଆମମାନେ ତାଙ୍କର ସାହଚର୍ଯ୍ୟ ପାଇବାର ସୁଯୋଗ ଲାଭ କରୁ। ଏହି ପରିସରରେ ଭାଇ ଆମ ଗଣରେ ଆଜି ଅଛନ୍ତି, କାଲି ମାଲକାନଗିରି ପଳାଇଯିବେ। ତେଣୁ ଆମେମାନେ ଭାଇଙ୍କ ନିକଟରେ
भाई को पाई अन्य अपा भाई माने भारी खुशी अच्छु। तेणु बर्तमान मु भाई को अनुरोध करी भाई विषय वस्तु को उपस्थापन करी भाई। प्रणाम आर द लोटस फीट ऑफ द डिवाइन मदर। करुणामयी माँ परम प्रभु श्री अरविंद, उपस्थित समस्त मातृ संतान, अति आदरणीय इंदुपा, सतसम्मान्य प्रशांत भाई एवं समस्त दिव्यभूषु भाई भौणी, मोर ये बड़ सौभाग्य आज जे आपण मान सहित गोटे मिसबार सुजोग माँ देइचंदी। माँ को कार्य जाऊ जाग बाटर कौन कौन सब आसे से भाई आपण मैंने आज आसी जाइए माँ को स्रोत भितर को। माँ को कार्यधारा जो स्रोत चली से स्रोत भितर आपण मैंने आस मत भी सामिल कराई, माँ सामिल कर देइचंदी। तो गोटे कथा हूँ आम समस्ते अल्प बहुत माँ को भल पाइले। साधना शब्दटा जो कहुई आम साधना कहीं करवा। He who loves the mother is doing साधना। जे माँ को भल पाऊँ से साधना कर। आम कह मु साधना केमती कर माँ को भल पाऊँ ना ना। जदि मु माँ को भल पाऊँ साधना मो भितर कौटी गोटे हो। तेज माँ को भल पाइले साधना माँ करी आमे नु। आमे जो कुछ मु साधना करी ये प्रसंग मु पचारि श्रद्धा को आश्रम परिसर रे गोटे स्टॉल अच्छी गोटे बही बही बिक्री हुए एमपी पटेल से श्रद्धालु जी था माँ भी था। मुझे पचारि जहाँ गोटे सुजोग सहित भेट हो गोटे चान्स मो था मुझे ये कथा पचारि कही आपणकर टॉक्स मु सब शुणे मत बहुत इंस्पायर्ड करे। हेले मोर गोटे क्वेश्चन सतरे साधना कौन आमे करू जड़े केते आपंकर जो प्रसंगटा आज उठा ठीक एक्जाक्ट क्वेश्चन मोर उठी आम भितर साधना कर भाव कौन आम करूँ आम केमी साधना करूँ आम कि इंग्लीश कथबार्ता हेलु से कहले साधना आम द्वारा हेनी साधना माँ करनी आमर कम है माँ सहित आम जोड़ी हवा कितने सहज हबार गोटे कथा कहीदेली साधना माँ करती आमर कम है माँ सहित आम जोड़ी जा माँ सहित जोड़ी गले माँ आमको नहीं जहाँ करिया था करें। ये जो सहजिया सूत्रटी कहले जे साधना माँ करती अर्थात से माँ आमको जन्म देती सत्ता मान को सी सृष्टि कर विभिन्न सत्ता को लेकिन आमको गोटे रूप देती आम कौच मानव सत्ता बोली मानव भितर मनटे अच्छी प्राणटे अच्छी शरीरटे अच्छी चैत्य सत्ताटे अच्छी आत्माटे अच्छी से माँ परिचालना कर जो सत्ता मान को माँ परिचालना कर से माने माँ को प्रभाव रे केंद्र अधिक अधिक प्रभावित हेबे माँ से व्यवस्था करती आ ये जो संसार भितर हम पठे संसार हम किसी एक्सपीरियंस गेन करने एक्सपीरियंस गेन कर अर्थ अनुभूति लाभ करने से अनुभूति द्वारा आमर किसी ज्ञान आसो ज्ञान द्वारा आमर किसी रिलेशन आसो रिलेशन द्वारा आम आम भीतर से चैत्य सत्ता सहित संपर्कित हवा ना जड़े चैत्य सत्ता से संपर्कित हो पार आ जे चैत्य सत्ता सहित संपर्कित है चैत्य सत्ता ता दायित्व ने सी ही साधना करेंगे सी आस्पृहा करेंगे सी तो आस्पृहा करेंगे ये मन प्राण शरीर जिते चैत्य सत्ता सहित सम्मिलित हो चैत्य सत्ता जिते मन प्राण शरीर को डोमिनेट करेंगे डोमिनेट मीन्स निजर अधीन रखिए है निजर अधीन रखिए ये जो मन प्राण शरीर जो विचुड़ित हो मन इच्छा जी जहाँ पार्टी कर सी आते से कम करें ना अर्थात माने आम चैत्य सत्ता से माने टीचर हिसाब से ग्रहण करेंगे सी गाइड हे सी इन्स्पिरेशन हे तरी जो प्रभाव समग्र सत्तार जो क्रिया कर समग्र सत्ता चैत्य उपादान परिपुष्ट हम तीन टा पर्यायर कार्य हम तीन टा पर्यायर काम कौटा प्रथम हम चैतीकरण तापर कौन हम आध्यात्मिकरण तापर कौन हम अति मानसिकरण तीन टा पर्यायर काम हम आम ये तात्विक कथा मुंड को ढुकेले भाई कि कौन से चैतीकरण कौन से आध्यात्मिकरण कौन से अति मानसिकरण एटा हेनी साधना फाधना हेनी आम द्वारा छाड़
आम सिंपली माँ को भल पाइबा तो आम द्वारा कोटा हम माँ से तो बहुत कथा लिखिदे हेले आमे कोटा प्रैक्टिकल लाइफ रे बर्तमान डे टू डे लाइफ रे आम कोनटा कर पारे आमे जोड़ा करवा माँ को भल पाइबा प्रति मुहूर्त रे आमे माँ के सहित जोड़ी हवा माँ का प्रभाव प्रति आम निजको खोली रखा पुणी आम भीतर प्रश्न उठो मोर जो गोलमालिया बुद्धि मो भीतर जमी असड़ाई रही सी साधना मो द्वारा हेनी सतरे ये भाव बेले बेले आसे ना नाई मोर तो केते राग अच्छी केते हिंसा अच्छी केते लोभ अच्छी केते अहंकार अच्छी मुझे क्या कहूनी भीतर अच्छी ना है मो भावटा सीना मु क्या प्रकाश करूनी अच्छी ना एभली सब त्रुटि गुड़ाक थी सत्वे साधना कौन हम कि सुंदर भाव माँ गोटे कथा कहले बी सिंसियर आई एम रेडी टू करेक्ट योर मिस्टेक्स 1000 times if necessary. Bani to mouth be sincere. I am ready to correct your mistakes 1000 times if necessary. तमें निष्ठापर हो आंतरिक हो तुम जो भूल त्रुटि गुड़िक आवश्यक है 1000 बार संशोधन कर देवी आते प्रतिश्रुति देला परे तापर जदि कह ना मोर माँ दरकार नहीं आ किए दरकार है आमर जो त्रुटि विच्युति गुड़िक अच्छी आम भितर किए ताने संशोधन करें जदि माँ करना किए करेंगे माँ ये एक प्रतिश्रुति आमको देले बी सिंसियर तुम निष्ठापर खाली हो आई एम रेडी टू करेक्ट योर मिस्टेक्स मु तुम भूल गुड़ी को संशोधन करने प्रस्तुत अच्छी 1000 times 1000 बार इफ नेसेसरी जदि आवश्यक हुए मु 1000 बार तुम भूल को संशोधन करी मुझे चिंता करी मोर एत सब भूल अच्छी त्रुटि अच्छी साधना बदर हम नहीं बुझा पड़ो मो माँ को विश्वास करे जदि मु माँ को विश्वास करुच्ची आज मोर भूलटा हाँ कौन टाइगला भूलटा है कार भूल ना को मनीषटा पूरा निर्भूल मनीषटा किए आ भूल करूनी मनीष मात्रे के तो भूल अच्छी कारण भूलटा जी कर सी ही भल कर मन रखी कौन जान जान भूल करिया भूल कले भल हम भूल कले भल हम तो कौन जान जान भूल करिया ना कौन करू करू का भूल हो करू करू का भूल हो छुआ चालू चालू का झुंटी पड़ुची खंडिया होने कौन से चलोनी से चलवे झुंटिया भितर स्ट्रेंथ आसना ना ये जो पड़ुचे खंडिया होचे तार अनुभूति गोटे आमती चलि एमती दौड़ी पड़े मोर खंडिया खबर होजोड़ होगला मोर के जंत्रणा हो एक्सपीरियंस होती मनीष करू करू भूल बाट गले झटका बाज ये झटका कौन कह जाए डिवाइन ब्लो मन क्या दरकार डिवाइन ब्लो न आसिले आम रेक्टिफाई हो पारानी तेणु प्रहार आवश्यक हम चिरंतन बही कोटी गोटे चैप्टर अच्छी पढ़े प्रहार आवश्यक बिना प्रहार रे आपन जदि कहे मुझे साधना पथ अग्रसर हेबी नेवर खाली नॉर्मल लाइफ बंचुचे भगवान फगवान भूल जाइए खाऊचे पीछे अयस आराम करचे बस बिंदास अच्छे ठीक अच्छे साधना कथा धइला माने कुआड़े थी सब हडल्स आसी पहुंचे सत्य तुम इनवाइट कराला ये तो मो भीतर देखा दौन मुझे एमती परिस्थिति फेस कर नी ये सब आसला कौन जदि ये आसो बाधा विपत्ति असुविधा प्रति मुहूर्त संघर्ष प्रति मुहूर्त मान अपमान सह पड़ुची केते लोकंकर गुंजरण सब मो ना करते निंदा अपमान सह पड़ुची छाड़ साधना हेनी ना तारी द्वारा आमर इगो को आम अतिक्रम करने सुजोग तैयारी आमर धैर्य को बढ़ा आमर विश्वास को बढ़ा आम आंतरिकता को आहरी दृढ़ करा यारी द्वारा यहाँ हूँ एक्सरसाइज जड़े एक्सरसाइज कले बलिष्ठ हम से भाई जो एक्सरसाइज होची द्वारा आम बलिष्ठ होचे विभिन्न प्रकार अनुभूति अर्जन करुचे आज खेलाखेली करूनी दौड़ा दौड़ी करूनी ताल से अनुभूति नहीं पार कि बॉडी कौन कौन हो कौन ना अनुभूति नहीं पार
तेणु आमको प्रति मुहूर्त किसी अनुभूति नवाक पड़ो शिक्षा करने शिक्षार आम ज्ञान तैयारी हम से ज्ञान रू अनुभूति आसो जो उपलब्धि आसो उपलब्धि साधना हो ये जो दिव्य उपलब्धि यहीटा हूँ सबुठ गुरुत्वपूर्ण उपलब्धि करने अर्थ जे माँ मो भितर अच्छा बोली मु अनुभव कर माँ मो दे काम कर माँ का शक्ति मो भितर काम कर देखिपी जापी माँ नथिले मु किछि करि पारंती नाही एटा अनुभव आसीगलानी माँ बिना मु किछि करि परिबि नाही माँ बिना मु किछि नुहे माँ बिना मु किछि जानी नहीं जेते मोर सामर्थ्य थिले भी माँ के सहित यदि मु कनेक्ट न होउची से सामर्थ्य कुआडे गला मु किछि करि पारुनी एते कथा जानिथिली कुआडे गला सेडा किछि मने पड़ुनी माँ के सहित जोड़ी हेले हठात जंदे लाइट एड गला भीतरटा से ज्ञान ओडा आपे आपे बाहरी आउछि तेणु ये जो माँ का सहित जोड़ी हेले माँ कर जो फोर्स आम पाक आसे से आम भितर अज्ञानता को दूर कर आलोक को प्रकाश कर दियंती तेणु माँ का सहित जोड़ी हबार ना हूँ साधना शुणु पचरा गला साधना कौन व्हाट डू मीन बाय साधना श्री अरविंद कहले साधना मीन्स टू फील द मदर नियर एंड विद इन द्वितीय कहले द्वितीय वाक्य टू फील दैट द मदर इज डूइंग एवरीथिंग तृतीय कथार कहले टू रिसीव एवरीथिंग ऑफ द मदर इन यू टू एक्ट इन यू मु तीनटा कथा श्रीरंकर कहूँ प्रथम कथा कौन कहले टू फील द मदर नियर एंड विद इन नियर एंड विद इन टू फील द मदर नियर एंड विद इन माँ को निज भितर एवं निज निकटर अनुभव करवा तबे ये जो निज निकटर और निज भितर जोटा कहुची भितर आ गोटे निकटरे दीटा कथा निकट माने आपण माने मो निकटरे बस मो पाखापाखि अच्छा मो भितर माने मु कथा कहूँ माँ को प्रभाव में मु देखुची माँ को प्रभाव में मु चिंता करुच्ची माँ को प्रभाव में मो अनुभव करुच्ची माँ को प्रभाव में माइंड एक्सरसाइज करुच्ची माँ को प्रभाव में मो हाथ गोड़ हलाउची माँ को प्रभाव में जहाँ किसी मो भीतर एक्टिविटी होची सब माँ प्रहार हो माँ अच्छा बोली मु एक्जिस्ट कर माँ नथिले मु न था तेणु माँ मो भीतर अच्छा मो चारि पाखरे अच्छा आपण मैंने समस्ते गोटे गोटे माँ भगवान ये अनुभव केतବେଳେ आसीबो मु जेतବେଳେ से माँ को चेतना रे रहिबी मोर समग्र सत्ता जेतବେଳେ माँ को चेतना रे प्लावित हबो मोर समग्र सत्ता जेमिति श्री अरविंद होता आलिपुर जेल में भगवान वासुदेव देखा देले थर्ड डे रे गोटे निर्जन कक्ष भितर रखाला माने जो माने सांघातिक अपराधी तांको से निर्जन कक्ष रखा जाए श्री रखा 2 दिन बड़ व्यस्त हो गले श्री अरविंद कौन हो गला भारत अवस्था कौन हम 2 दिन भारी व्यस्त हो पड़ थर्ड डे रे वासुदेव देखा देले थयाधर तुमको कई इंग्रेज मैंने ठीक आना तुमको मुझे बेसी दिन रखेबी तुमको तुम ट्रेनिंग पीरियड सरले मुझे गेट आउट करदेवी तुम ट्रेनिंग ये मुझे है गोटे वर्ष ट्रेनिंग तुम अच्छी तो जो गोटे वर्ष ट्रेनिंग नब से ट्रेनिंग पे मुझे तुमको ये कौन करा प्रेरणा देले गीता धर दे डायरेक्ट कौन क्रिकेट खेलुले ना कौन फोबाड़ देले गीता ध सेमि तो ही ना हाथ बढ़े श्रीमंत हाथ रिसीव कले टच रे ना नहीं ये जो डिवाइन टच भगवान वासुदेव पाखर जो चेतना श्रीमंत पाक संचरी गला समग्र सत्ता कृष्णमय हो गला से कौन देखिले गछ को देखुं भगवान वासुदेव छिड़ा गछटा कि देखुं वासुदेव छिड़ा शोई भाव वासुदेव कूल शोई कांथबाड़ सब जमी वासुदेव माने सुरक्षा देवाई घेरिकी रही प्रोटेक्शन दौरान माने एंटायर सत्ता कृष्ण को अनुभव करटा हूँ निकटर अनुभव करवा जदि आमको सबकि माँ मय देखा सबकि आम माँ को भल पाचु माँ को फिगर आमको देखा माँ को हस हस मुह आमको देखा जदि समस्त भितर मुझे माँ को देखी पार्ली मो माँ को गाड़ी दे पारे
ତ ମୁଁ ଯାହାକୁ ଦେଖିବି ମୋ ମା, ମୋ ଆଖି ଆଗରେ ଦେଖାଯାଉଛି ସେ ମୋ ମା, ମୁଁ ତାକୁ ଗାଳି ଦେଇପାରିବି କି? ତା ପ୍ରତି ଖରାପ ଭାଇବ୍ରେସନ ତିଆରି କରିପାରିବି କି? ମନ୍ଦ ଭାବନା ତା ପ୍ରତି ଆଣିପାରିବି କି? ମନ୍ଦ ଭାବନା ତା ପ୍ରତି ଆଣିପାରିବି ନାହିଁ। ତେଣୁ ଆମ ଭିତରେ କ'ଣ ତିଆରି ହବ? ଗୋଟେ ପ୍ରେମ ଭାବ ତିଆରି ହବ। ସେଇ ପ୍ରେମ ଭାବରେ ଆମେ କ'ଣ ହବା? ଏକ ହେଇଯିବା। ଗୋଟେ ଅନୁଭବ ଆସିବ ଯେ ଆମେ ସମସ୍ତେ ମାଙ୍କ ପିଲା, ସବୁକିଛି ମହାମୟ, ସବୁକିଛି ଦିବ୍ୟମୟ। ଯଦି ସବୁକିଛି ଦିବ୍ୟମୟ ହେଲା, ଏଇଟା ହଉଛି ସାଧନାର ବିଗିନିଂ, ଏଇଟା ହେଲା ସାଧନାର ଆରମ୍ଭ ହେଲା। ଯଦି ସବୁକିଛି ଦିବ୍ୟମୟ ହେଲା, ତାର ସଂସାରଟା ଗୋଳମାଳ କୋଉଟା? କିନ୍ତୁ ଆମେ ଗୋଳମାଳିଆ ସଂସାରରେ ଥିବା, କିନ୍ତୁ ଆମକୁ ସଂସାରଟା ଗୋଳମାଳ ଦେଖାଯାଉନି। ତାର କାରଣ ଆମ ଭିତରର ଯୋଉ ଚେତନା ତାର ପ୍ୟୁରିଫିକେସନ ହେଇଯାଇଛି। ତେଣୁ ପ୍ୟୁରିଟି ସାଧନା ପାଇଁ ପ୍ରଥମ ଆବଶ୍ୟକ। କ'ଣ ସେ ପ୍ୟୁରିଟିଟା? କେବଳ ଦିବ୍ୟ ପ୍ରଭାବକୁ ଗ୍ରହଣ କରିବା, କୌଣସି ଅଦିବ୍ୟ ପ୍ରଭାବକୁ ଗ୍ରହଣ ନ କରିବା, କେବଳ ଦିବ୍ୟ ପ୍ରଭାବକୁ, ଭଗବତ ପ୍ରଭାବକୁ କେବଳ ଗ୍ରହଣ କରିବା। ଏଇଟା ହେଲା ପରିପୂର୍ଣ୍ଣ ଶୁଦ୍ଧତା। ଯଦି କେବଳ ଭଗବାନଙ୍କ ପ୍ରଭାବକୁ ଆମେ ରିସିଭ୍ କରୁଛେ, ଏ ଅବସ୍ଥା ଆସିବ କେତେବେଳେ? ଯେତେବେଳେ ମୋ ଭିତରେ ମୁଁ ମାଙ୍କ ସହିତ ଜଡ଼ିତ ହେଇକି ରହିବି। ମୋ ଭିତରେ ମାଙ୍କ ସହିତ ଜଡ଼ିତ ହେଇକି ରହିଲେ ସେ ମାଙ୍କର ପ୍ରଭାବଟା କ୍ରିୟାଶୀଳ ହବ। ସାଧନା ପାଇଁ ଗେରୁଆ ପିନ୍ଧା ଦରକାର ଅଛି ନା ନାହିଁ? ଧଳା ପିନ୍ଧା, ଧଳା ପିନ୍ଧିବି ତାହେଲେ ମୁଁ ସାଧନା କରୁଛି, କି ଗେରୁଆ ପିନ୍ଧିବି ତାହେଲେ ମୁଁ ସାଧନା କରୁଛି, ଚିତା ଫିତା ମାରିଥିବି ତାହେଲେ ମୁଁ ସାଧନା କରୁଛି, ଦାଢ଼ି ଯୋଉଟା ଛାଡ଼ିଥିବି ତାହେଲେ ମୁଁ ସାଧନା କରୁଛି, ମାଳ ପୁରା ଗୋଡ଼େଇଥିବି, ରୁଦ୍ରାକ୍ଷ ମାଳା ହାତରେ, ଏଠି କୁଆଡ଼େ କୁଆଡ଼େ ସବୁ ବେଶଭୂଷା ହେଇଥିବି, ତାର ଜଣେ ଦେଖିଲେ କହିଲେ ସାଧକ ସାଧନା କରୁଛି। ଏ ବାହ୍ୟ ଡେକୋରମରେ ସାଧନା ହୁଏନି ହେଲା। ତେଣୁ ଶ୍ରୀ ଅରବିନ୍ଦ ଏଭଳି ଏକ ଯୋଗୀ କେତେ ସାଧାରଣ ସ୍ତରରେ ଜଣେ ସାଧନା କରିପାରିବ ସେ କଥା ବତେଇଛନ୍ତି। ତାର ଯୋଉ ଭୂମିରେ ସେ ଅଛି ସେଇ ଭୂମିରୁ ସେ ସାଧନା କରିବ। ତା ପାଇଁ ଗେରୁଆ ମିଳିଲାନି, ସେ କ'ଣ କରିବ? ଜଣେ ଅଲେଖ ଦୀକ୍ଷା ଲୋକ ଯାଇଥିଲେ ସିଂହ ଆଶ୍ରମକୁ। ସେ ଆଗରୁ ଅଲେଖ ଦୀକ୍ଷାଙ୍କର ବହି ସବୁ ପଢୁଛନ୍ତି, ରାତି 3ରୁ ଉଠିକି ଯୋଉ ଭଜନ ଫଜନ ସବୁ କରୁଛନ୍ତି, କାଛା ଫାଛା ସବୁ ମାରୁଛନ୍ତି ହେଲା, ପୁରା ନୈଷ୍ଠିକ। ଆଉ ସୂର୍ଯ୍ୟାସ୍ତ ହେଇଗଲେ ଆଉ ଖାଉନାହାନ୍ତି, ଯୁଆଡେ ଗଲେ ଗୋଟେ ଦିନ ଅଧିକା ଦିନ ରହୁନାହାନ୍ତି। ତାପରେ ଯେହେତୁ ପଢାପଢି ଟିକେ କରୁଛନ୍ତି, ତାର ଟିକେ ଭଗବତ ଭାବନା ଅଛି। ତାପରେ ଏମିତି ପଢୁ ପଢୁକା ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଟିକେ ତାଙ୍କୁ ଭଲ ଲାଗିଛି। ତାପରେ ଖୋଜି ଖୋଜି ଯାଇ ପହଞ୍ଚିଗଲେ ଆଶ୍ରମରେ। ମା ତାଙ୍କୁ ସହଜେ ଆଶ୍ରମାଇଟ୍ କରେଇ ନାହାନ୍ତି। ଯେହେତୁ ଆଶ୍ରମାଇଟ୍ କରେଇ ନାହାନ୍ତି, କାରଣ ତାର ଏ ଯୋଉ ବେଶ ପୋଷାକ ଅଲଗା ଅଛି। ସାଧକମାନେ ଟିକେ ଗୁଣୁ ଗୁଣୁ, କ'ଣ ଇଏ ଗୋଟେ ଲୋକ ଢୁକି ହେଲାଣି ୟା ଭିତରକୁ, ଗେରୁଆ ପିନ୍ଧା ଲୋକ, କାଛା ପିନ୍ଧା ଲୋକ ହେଲା, ଗୁଞ୍ଜରଣ କରୁଛନ୍ତି। ମା କିନ୍ତୁ ଏଇଟା ଶୁଣୁନାହାନ୍ତି। ସେ ଡିପଲି ମାଙ୍କୁ ଆଗେ ଗ୍ରହଣ କରୁ, ଶ୍ରୀଙ୍କ ଦର୍ଶନକୁ ଗ୍ରହଣ କରୁ, ସାଧନା ଜୀବନକୁ ଡିପଲି ଗ୍ରହଣ କରୁ, ଆଉ ଯୋଉଟା କୁହାଯାଏ ପରଫେକ୍ଟ ସିନସିୟରିଟି ତା ଭିତରେ ତିଆରି ହଉ, ତାର ତାକୁ ଆଶ୍ରମାଇଟ୍ କରାଯିବ। ତେଣୁ ଏକା ଅବଜର୍ଭ ରଖା ହେଇଛି। ମା 2 ମାସ ଖଣ୍ଡେ ଦେଖିଲା ପରେ ତାର ଭାବ ସବୁ ବଦଳିଗଲା। ତାପରେ ଧୀରେ ଧୀରେ ଚାଲା 4 ମାସ ହେଇଗଲା। 4 ମାସ ପରେ ତାର ଆହୁରି ଭାବ ବଦଳିଗଲା। ସେ ଆଉ ପୁରା ମା ସଙ୍ଗଙ୍କ ଦର୍ଶନ ଭିତରେ ପୁରା ହଜି ଯାଇଛି, ନିଜକୁ ହଜେଇ ଦେଇଛି। ମା ଜାଣିଲେ ଇଏ ଏଣିକି ସାଧନା କରିବ, ତାକୁ ଆଶ୍ରମାଇଟ୍ କରିଦେଲେ। ଆଶ୍ରମାଇଟ୍ କଲା ମାନେ ପ୍ରସ୍ପରିଟି ଦିଆଯିବ। ଯୋଉମାନେ ଆଶ୍ରମାଇଟ୍ ତାଙ୍କୁ ପ୍ରସ୍ପରିଟି ଦିଆଯିବ ନା। ତାଙ୍କୁ ଆଉ କୋପିନ ଦଉନାହାନ୍ତି, ହାଫ୍ ପ୍ୟାଣ୍ଟ ଯେତେବେଳେ ଦେଲେ ତାଙ୍କ ଭିତରେ ଭାରି କ୍ଷୋଭ। ମା କ'ଣ ଜାଣିନାହାନ୍ତି? ମୁଁ ଘର ଦ୍ୱାର ସଂସାର ସବୁ ଛାଡ଼ିକି ଆସିଛି, ମୋର ଟଙ୍କା ପଇସା ସବୁ ଛାଡ଼ିକି ଆସିଛି ହେଲା, କିଛି ମୁଁ ଆସକ୍ତି ରଖିନି। ଏତେ ଛାଡ଼ିକି ଆସିଲା ପରେ ମୁଁ କେବଳ ଗୋଟେ ପିନ୍ଧିଥିଲି ଗୋଟେ କାଛା, ସେ କାଛା ଖଣ୍ଡା ଦଉନାହାନ୍ତି, ଗୋଟେ ହାଫ୍ ପ୍ୟାଣ୍ଟ ଦଉଛନ୍ତି। ତାପରେ ମା ତ ବ୍ୟକ୍ତିଗତ ଭାବରେ ସାଧକ ମାନଙ୍କ ସହିତ ସାଧନା ମାର୍ଗ ବିଷୟରେ କଥୋପକଥନ କରନ୍ତି। ୟା ପାଳି ଯେତେବେଳେ ପଡ଼ିଲା, ଇଏ କହିଲା କ'ଣ ତମର ସୁବିଧା କୁହ, ସାଧନା କଥା କୁହ। କ'ଣ କହିବି ମା, ମୁଁ ଏତେ କଥା ଛାଡ଼ି ଛୁଡ଼ାଇକି ସବୁ ଆସିଲି, ଶେଷରେ ତମ ଗୋଟେ ହାଫ୍ ପ୍ୟାଣ୍ଟ ଦଉଛ, ଗୋଟେ କୋପିନ ଖଣ୍ଡେ ଦେଇପାରିଲନି। ମା କହିଲେ ତମେ ସବୁ କଥା ଛାଡ଼ିକି ଆସିଛ, ସବୁଥିରେ ଆସକ୍ତି ଛାଡ଼ିଛ, ଏ କୋପିନ ପ୍ରତି ଆସକ୍ତିଟା କେମିତି ରଖିଛ? ଏ କୋପିନ ପ୍ରତି ଆସକ୍ତିଟା ରହିଛି, ଛାଡ଼ିନ। ସେଠି କୋପିନ ପ୍ରତି ଯୋଉ ଆସକ୍ତିଟା ଅଛି ତାକୁ ଛଡ଼େଇବା ପାଇଁ ମୁଁ ତମକୁ ହାଫ୍ ପ୍ୟାଣ୍ଟ ଦେଇଛି। ଦେଖ ଏଠି ସବୁ କ'ଣ ପିନ୍ଧୁଛନ୍ତି, ହାଫ୍ ପ୍ୟାଣ୍ଟ ପିନ୍ଧୁ ନା ନାହିଁ? କହିଲେ ହଁ, ଇଏ ବି ଗୋଟେ କଥା। ତା ମୁଣ୍ଡକିଟା ଢୁକି ନଥିଲା ହେଲା। ସେ କହିଲେ ମୁଁ ତ ସବୁ ଛାଡ଼ିଛି, କେବଳ କାଛା କ'ଣ ପିନ୍ଧୁଛି।
ସେତକ ବି ମା ଦଉନାହାନ୍ତି। କ'ଣ ଏଥିରେ ସାଧନା କରିବି ଏଠି ରହିକି ଭିତରେ ରିଆକ୍ସନ୍ ତିଆରି ହେଉଛି। ମା ଏଟା ଜାଣିଲେଣି ହେଲେ କହୁନାହାନ୍ତି ହଠାତ୍। ତାକୁ ଯେତେବେଳେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବେ ସେତେବେଳେ କହିବେ, ପଚାରିବେ। ତାପରେ ତା ମୁଣ୍ଡକୁ ଢୁକିଲା ଏ କଥା, ଠିକ ସତ କଥା। ଆଉ ମୁଁ ସବୁ ଛାଡ଼ିଛି ବୋଲି କହୁଛି, ଏ କୋପିନ ପ୍ରତି ମୋର ଆସକ୍ତିଟା କେମିତି ରହିଛି ଏଟାକୁ ଆଜି ଛାଡ଼ିବାକୁ ପଡ଼ିବ। କାରଣ ଆସକ୍ତି ନ ଛାଡ଼ିଲେ ସାଧନା ହବନି। ଆମର ଯୋଉ ଆର୍ଥ ଲାଇଫ ସହିତ ଯୋଉ ଆଟାଚମେଣ୍ଟ ରହିଛି ତାକୁ ନ ଛାଡ଼ିଲେ ସାଧନା ହେଇପାରିବନି। ତାର ମା ସହିତ ଛାଡ଼ିଥିବା ଦରକାର। ଛାଡ଼ିଛନ୍ତି ନା ନାହିଁ? ସିଂହଙ୍କର ଅତି କଡା କଥା ଗୋଟେ ଅଛି, ହାଭ୍ ରିଲେସନସିପ ବଟ୍ ଡୋଣ୍ଟ ହାଭ୍ ଆଟାଚମେଣ୍ଟ। ସଂସାର ସହିତ ଆମର ସମ୍ପର୍କ ରହିବ, ଆମେ ସମ୍ପର୍କିତ ହବା କିନ୍ତୁ ଆସକ୍ତ ହବା ନାହିଁ। ଏଇଟା ହଉଛି ସାଧନାର ବାଟ। ଆମେ କାହା ଘର ଦ୍ୱାରା ଛାଡ଼ିକି ପଳେଇ ହେଇପାରିବନି ସାଧନା। ସେ କଥା କହିନାହାନ୍ତି ତ। ପରିବାର ଭିତରକୁ ଆମେ ପଶା ହେଇଛି, ଗ୍ରାହସ୍ଥ ଆଶ୍ରମରେ ଆମେ ସାଧନା ହବ। ଘରେ ଥାଇ ସାଧନା ଆମେ କରିବା। ଆମେ କାହା ମୁଁ ବଣ ଜଙ୍ଗଳ ଗୁମ୍ଫା ଭିତରୁ ପଳେଇବି, ଗୁମ୍ଫାରେ ହବନି ସାଧନା। ଏଇ ଘରେ ହବ। ସ୍ୱାମୀ କହୁଥିବ, ସ୍ତ୍ରୀ କହୁଥିବ, ଛୁଆ କହୁଥିବ, ବାପ କହୁଥିବ, ମା କହୁଥିବ, ୟାର ଟେନସନ ତାର ଟେନସନ ସବୁ ଢୁକୁଥିବ। ତାପରେ ମାକୁ ଡାକୁଥିବ। ଯଦି ସମସ୍ୟା ନ ଆସିଲା ମାକୁ ଡାକି ହବ କି? ଯଦି ଲାଇଫଟା ଇଜିଅର ହେଇଗଲା ମାକୁ ଡାକି ହବ କି? ଆମକୁ ସେଇଥିପାଇଁ ସଂସାର ମାୟା ଭିତରୁ ଢୁକା ହେଇଛି। କାରଣ ସଂସାର ସବୁ ମାୟା ଭିତରେ ପଶିବା, ପ୍ରୋବ୍ଲେମ ଭିତରେ ପଶିବା, ତାପରେ ମାକୁ ଡାକିବା ସଲ୍ଭ କରିବା ପାଇଁ। ଏଇ ମାଙ୍କୁ ଡାକିଲେ ମା ଯୋଉ ସଲ୍ଭ କରିବେ, ତାପରେ କ'ଣ ହବ? ମାଙ୍କ ସହିତ ବିଶ୍ୱାସ ବଢିବ, ଭରସା ବଢିବ, ନିର୍ଭରତା ଆସିବ। ତାପରେ ଏକାନ୍ତରେ ମୋର ମା ଦରକାର। ମାକୁ ଛାଡ଼ିଦେଲେ ସତେଜ ମୁଁ ଶକ୍ତିହୀନ, ସତେଜ ମୁଁ ସ୍ଥାଣୁ ବନିଯାଇଛି। ଏଇ ଅନୁଭବ ଆସିଲେ ସାଧନା ଆରମ୍ଭ ହବ। ଯୋଉଦିନ ମା ବିନା ମୁଁ କିଛି ନୁହେଁ, ମୁଁ କିଛି କରିପାରିବିନି, ମୁଁ କିଛି ଜାଣିନି, ଏଇ ଅନୁଭବ ଆସିବ, এইটা ହେଲା ବିନମ୍ରତା। ମାଙ୍କ ପ୍ରଭାବ ପ୍ରତି ବିନମ୍ରତା ଭାବ ଦେଖେଇଲେ ମାଙ୍କ ଶକ୍ତି କାମ କରିବ। ଏଇ ଅବସ୍ଥାଟା ତିଆରି ହେବା ପାଇଁ ଆମକୁ ସଂସାର ଭିତରକୁ ପଠାଇଛି ହେଲା। ଯଦି ଆମକୁ ସଂସାର ଭିତରକୁ ଏଇଥିପାଇଁ ପଠାଇଛି, ଆମେ ସେଇ ଧାରାରେ, ସଂସାର ଧାରାରେ ସାଧନା କରିବା। କ'ଣ କରିବା? ପ୍ରଥମ କଥାରେ କହିଲି, ଆଗ ମାଙ୍କ ଉପସ୍ଥିତିକୁ ଅନୁଭବ କରିବା। ହଁ, ପ୍ରଥମ କଥାଟା ହେଲା to feel the mother near and within ହେଲା। ଦ୍ୱିତୀୟ କଥା, to receive everything of the mother in you to act in you। ମାଙ୍କର ସବୁ ପ୍ରଭାବକୁ ଗ୍ରହଣ କରିବା। to receive everything of the mother, ମାଙ୍କର ସବୁ ପ୍ରଭାବକୁ ଗ୍ରହଣ କରିବା। ଏଭ୍ରିଥିଙ୍ଗ, ମାଙ୍କର ସବୁ କିଛିକୁ, ତାଙ୍କର ଶକ୍ତି, ତାଙ୍କର ଜ୍ୟୋତି, ତାଙ୍କର ଆନନ୍ଦ, ତାଙ୍କର ପ୍ରେମ, ତାଙ୍କର ଶାନ୍ତି, ତାଙ୍କର କୃପା, ସବୁ କିଛିକୁ ହେଲା। ବଢିଆ କଥାଟେ। এটা କେମିତି ଜାଣିବା? ଏ ଜାଣିବା, ଟୁ ରିସିଭ୍ ଏଭ୍ରିଥିଙ୍ଗ ଅଫ୍ ଦ ମଦର ଇନ୍ ୟୁ ଟୁ ଆକ୍ଟ ଇନ୍ ୟୁ। ଆମ ଭିତରେ ମାଙ୍କ ପ୍ରଭାବ କ୍ରିୟାଶୀଳ ହଉ। ଯେତେବେଳେ ଜଣେ ମାଙ୍କ ପ୍ରତି ଖୋଲା ହେଇକି ରହିବ, ସ୍ରୋତଟା ଆସିବ। ତାପରେ ସେ ଯେତେବେଳେ କ୍ରିୟା କରିବ, ଆନନ୍ଦ ଦବ। ଏଇ ଯୋଉ ଏତେ ଆନନ୍ଦ, ଗୋଟେ ଡିଲାଇଟ୍ ବୋଲି ଶବ୍ଦଟେ କୁହାଯାଇଛି, ସେ ଡିଲାଇଟ୍ ଯଦି ଭିତରେ ଯେତେବେଳେ ଆସିଯିବ, ଜାଣିବା ଯେ ମାଙ୍କ ପ୍ରଭାବ କାମ କରୁଛି। ଆମେ ଯାହା କରୁଛେ ଆମକୁ ସେ କାମ ଆନନ୍ଦ ଦଉଛି। ଘରେ ରୋଷେଇ କରୁଛେ, ରୋଷେଇ ଆନନ୍ଦ ଦଉଛି। ଘରେ ଝାଡୁ କରୁଛେ, ଆନନ୍ଦ ଦଉଛି। ସ୍କୁଲରେ ପାଠ ପଢୁଛେ, ପାଠ ପଢା ଆନନ୍ଦ ଦଉଛି। ଅଫିସରେ କାମ କରୁଛେ, ଆନନ୍ଦ ଦଉଛି? ଆନନ୍ଦ ଦଉଛି। ଆନନ୍ଦ ଯେହେତୁ ଆସୁନାହିଁ, ଜାଣିବେ ଭଗବାନଙ୍କ ପ୍ରଭାବ କ୍ରିୟାଶୀଳ ହଉନି। ଏଇଟା ହେଲା ସୂତ୍ର। ବା ସେଥିପାଇଁ କହିଛି, ଟେକ୍ ପ୍ଲେଜର ହ୍ୱାଟ ଏଭର ୟୁ ଡୁ, ନେଭର ଡୁ ଏନିଥିଙ୍ଗ ଫର ଦ ସେକ୍ ଅଫ ପ୍ଲେଜର। ଟେକ୍ ପ୍ଲେଜର ହ୍ୱାଟ ଏଭର ୟୁ ଡୁ, ତମେ ଯାହା କରୁଛ ତା ଭିତରେ ଆନନ୍ଦଟା ନିଅ। ବଟ୍ ନେଭର ଡୁ ଏନିଥିଙ୍ଗ ଫର ଦ ସେକ୍ ଅଫ୍ ପ୍ଲେଜର। ଆନନ୍ଦ ସକାଶେ କୌଣସି କାମ କରୁନି, ସବୁଥିରୁ ଆନନ୍ଦ ନିଅ। ଆନନ୍ଦ କୋଉଥିରୁ ମିଳିବ ମୁଁ ବାଛି ବାଛି ଯଦି କଲି, ତାହେଲେ ମୋ ଭିତରେ କ'ଣ କ୍ରିୟା ହେଲା? ପ୍ରିଫରେନ୍ସ ଆସିଗଲା, ରୁଚି ଆସିଗଲା, ପସନ୍ଦ ଆସିଗଲା। ତେଣୁ ମୋର ଯେତେବେଳେ ନିଜର କିଛି ପସନ୍ଦ ରହିବ ନାହିଁ, ରୁଚି ରହିବ, ଲାଇକିଂ ଡିସଲାଇକିଂ ରହିବ, ଯଦି ସାଧନା ହବନି। ତାହେଲେ ଆମ ପାଇଁ ଯାହା ଆସୁଛି ସହଜ ଆକ୍ସେପ୍ଟ କରିପାରିବ ତ? ବା ସେଥିପାଇଁ କହିଲେ, ହ୍ୱାଟ ଏଭର କମ୍ସ ଟୁ ୟୁ ଟେକ୍ ଇଟ୍ ଆଜ୍ ଆନ୍ ଏଡ୍ ଫର ୟୋର ପ୍ରୋଗ୍ରେସ। ଆଉ ଥରେ କହୁଛି କଥାଟା, ହ୍ୱାଟ ଏଭର କମ୍ସ ଟୁ ୟୁ
ମୁଁ କହୁଥିଲି ମୋ ଛୁଆଟା ଦୁଷ୍ଟ ନ ହଉ ଭଲ ପିଲାଟା ହଉ, ହଠାତ୍ ଏମିତି ଗୋଟେ କାମ କରିଦେବ ଯେ ଆମ ଭଲ୍ୟୁମ୍ଟା ଭଏସ୍ ବଢ଼ିଯିବ। ଆଉ ଯଦି ମିରର ପାଖେ ଛିଡ଼ା ହେଇଯାଅ, ମୁଁ କୌଣସି ଗୁଣରେ ବାଘ କି ବାଘୁଣୀଠୁ କହୁନ, ଫିଗର ଆମର ଏମିତି ହେଇଥିବ ରାଗିକି ହେଲା, ଆଉ ଚାଲି ଦୁମ ଦୁମ ହଉଥିବ, ଆଉ ନର୍ମାଲ ଚାଲି ବାହାରିବନି, ତାପରେ ଭୟଙ୍କର ଆକ୍ସନ। ବୁଝିହଉଛି ନା? କୁଆଡେ ଗଲା ସାଧନା ଏଠି ସିଂହ, କୁଆଡେ ଗଲା ସେଠି ସାଧନା? ବୁଝିହଉଛି ନା? ଟେଷ୍ଟ ହଁ, ସେ ମା କହିଲେ ଯେ ବାଣୀଟା ଯେ ହ୍ୱାଟ ଏଭର କମ୍ସ ଟୁ ୟୁ ଟେକ୍ ଇଟ୍ as an aid for your progress. Take it as an aid for your progress. Whatever comes to you. ତମ ଜୀବନରେ ଯାହା ଆସିବ ତାକୁ ତମ ଜୀବନରେ ଅଗ୍ରଗତିର ସହାୟକ ରୂପେ ଗ୍ରହଣ କରିବ। ଅପୋଜିଟ ଆସିବ। ଯୋଉଦିନ କହିବେ ମୁଁ ଆଜି ରାଗିବି ନାହିଁ ଘରେ, ସେଇଦିନ କିଏ ଗୋଟେ ଏମିତି କାଣ୍ଡ କରିଦବ ରାଗର ଭଲ୍ୟୁମଟା 10 ଗୁଣ ବଢିଯିବ। ଟେଷ୍ଟ ଟେଷ୍ଟ ବା ଆପଣ ସଂକଳ୍ପଟା ପ୍ରକୃତରେ କେତେ ନିଷ୍ଠା ହେଇଛି ସେଇ ସମୟରେ ମନେ ପଡିବନି, କାରଣ ଆମର ସଂକଳ୍ପଟା ପ୍ରକୃତରେ ଦୃଢ ଅଛି କି ନାହିଁ ଏଟା ଟେଷ୍ଟ। ଯଦି ମାଙ୍କ ସହିତ ଜଡିତ ଯାହା ଆସିବ ଖୁସି ହେଇଯିବା, ମୁଁ କାହିଁ କରିବି ବୋଲି ଭାବୁଛି, ମୁଁ ଏଇଟା କରିବି ବୋଲି କାହିଁ ଭାବୁଛି, ମା ମୋ ଭିତରେ କାମ କରିବେ ଯାହା ଆସିବ। ମୁଁ ସେଇଥିପାଇଁ କହିଲି ହ୍ୱାଟ ଏଭର କମ୍ସ ଟୁ ୟୁ ଟେକ୍ ଇଟ୍ as an aid for progress। ପିଲା ଗୋଳମାଳ କରୁଛି କିଛି ଚିନ୍ତା ନାହିଁ, ମା ବୁଝିବେ। ସବୁ କଥା ନେଇ ମାଙ୍କ ପାଖରେ ପହଞ୍ଚେଇ ପାରିବେ କି? ଘରର ଯାବତୀୟ କଥା ମାଙ୍କ ପାଖରେ ପହଞ୍ଚେଇ ପାରିବେ କି? ଯଦି ସବୁ କଥାକୁ ମାଙ୍କ ପାଖରେ ଜଣେଇ ପାରିବା, ମୁଁ ଯଦି କୋଉଠି ଟାଉଟରି କରିକି କିଛି ଇନକମ୍ କରିଦେଇଛି ମାଙ୍କୁ ଜଣେଇ ପାରିବେ କି? ଆଜି ବାଟରେ ମୁଁ କାହାକୁ ମରାଧରା କରିଦେଇଛି ମାଙ୍କୁ ଜଣେଇ ପାରିବେ କି? ସେଟା ଜଣେଇ ହବନି, ଏଟା ଦୁର୍ନୀତି କାମଟା। ବାସ୍ ଆଜ୍ଞା, ଜଣେ ଭାଇଙ୍କ ଘରକୁ ମୁଁ ଯାଇଥିଲି, ନୂଆ ଘରଟେ ବନେଇଛନ୍ତି, କହିଲେ ଭାଇ 85 ଲକ୍ଷ ଖର୍ଚ୍ଚ ହେଲା ଘରଟାରେ। ନା ହେଇଥିବ, ବଢିଆ ଘରଟେ କରିଛନ୍ତି ଆଉ। ତାପରେ ନେଲେ ମାଙ୍କ ରୁମକୁ, ବଢିଆ ହଲ ଭଳିଆ ଗୋଟେ କରିଦେଇଛନ୍ତି, ବଢିଆ ବଢିଆ ବଡ ବଡ ଫଟୋ ସବୁ ରଖିଛନ୍ତି, ଲାଇଟ୍ ଫାଇଟ୍ ସବୁ ଦେଇ ଦେଇଛନ୍ତି, ମାର୍ବଲ ଫାର୍ବଲ କରିଦେଇଛନ୍ତି, ପୁରା ଏକଦମ ଆଟ୍ରାକ୍ଟିଭ ହେଇଛି ହେଲା। କିନ୍ତୁ ଗୋଟେ ବଡ ରେଲିଂଟେ ପକେଇ ବଡ କପଡାଟେ ଦେଇଛନ୍ତି। ଭାଇ ଏଇ ଯୋଉ କପଡାଟା କଣ ପାଇଁ ଟଣା ହେଇଛି? ଘରେ ଆମେ ଯୋଉ ଯାହା ଗୋଳମାଳ କରୁଛୁ ମାଙ୍କ ସାମ୍ନାରେ କରିବୁ ନା, ସ୍କ୍ରିନ୍ ଟା ପଡିଗଲା ମା ଦେଖିପାରିବେନି, ସ୍କ୍ରିନ୍ ଯଦି ପଡିଗଲା ମା ଦେଖିପାରିବେନି, ମାନେ ସେ ସ୍କ୍ରିନରେ ମାଙ୍କୁ ଲୁଚେଇ ଦେବାକୁ ଚାହୁଁଛନ୍ତି। ମୁନି ଭଗବାନ, ଏମାନେ ସାଧନାରେ କୋଉ ପ୍ରକାର ଅବସ୍ଥାରେ ସେ ଅଛନ୍ତି ହେଲା। ସିଏ ଚିନ୍ତା କଲେ ମୁଁ ସ୍କ୍ରିନ୍ ପକେଇ ଦେଇକି ମାଙ୍କୁ ଲୁଚେଇ ଦେବି। ସତରେ ମା ଲୁଚିବେ ସ୍କ୍ରିନ୍ ପକେଇଦେଲେ? ସେତିକି ଭାବଧାରା ନାହିଁ ଯେ ମାଙ୍କ ପାଖରେ ସାମାନ୍ୟ ତ୍ରୁଟି ମଧ୍ୟ ଲୁଚିକି ରହୁନି। ଆଉ ଆମେ ସ୍କ୍ରିନ୍ ପକେଇ ଦେଇ କହୁଛୁ ଘରେ ଯାହା ଦୁର୍ନୀତି କରୁଛୁ ସେଟା କଣ ମାଙ୍କ ସାମ୍ନାରେ କରିବ? ସେଇଥିପାଇଁ ସ୍କ୍ରିନ୍ ପକେଇ ଦଉଛୁ ହେଲା। ତାପରେ ମାଙ୍କ ଦରକାର ଖୋଲିଦେଲୁ ହେଲା। ତାପରେ ଆମର ମା ପରିବାର, ତାପରେ ଦରକାର ସ୍କ୍ରିନ୍ ପକେଇଦେଲୁ। ଏଇ ଯୋଉ ଭାବଧାରା ଅଛି ମାନସିକ ସ୍ତରରେ ନା ଚେତନା ସ୍ତରର? ମାନସିକ ସ୍ତରର। ସାଧନା ମାନସିକ ସ୍ତର ହବନି, ସାଇକିକ ସ୍ତରରେ। ସାଇକିକ ସ୍ତରରେ କୋଉଠି ପୁଣି ପ୍ରେମରେ ହବ। ସାଇକିକ ସ୍ତରରେ ପ୍ରେମରେ ସାଧନା ହବ, ଆନନ୍ଦରେ ସାଧନା ହବ। ଯଦି ପ୍ରେମ ଆଉ ଆନନ୍ଦ ଏ ଦିଟା କଥା ନାହିଁ ସାଧନା ହବନି। ମତେ ଜଣେ ଗାଳି ଗୁଲଜ କରୁଛି, ତାକୁ ଆମେ ପ୍ରେମପୂର୍ଣ୍ଣ କଥା କହିପାରିବା? ର ତୁ ମତେ ପଦେ କହିଛୁ ନା, ଠିକ ଅଛି ହେଲା, ମୋର ବି ଦିନେ ପାଳି ପଡିବ, ଏଭ୍ରି ଡଗ ହାଜ୍ ଏ ଡେ ହେଲା, କହିଦଉଛୁ ନା। ତାପରେ ଯୋଉ ଦିନ ମୌକାଟି ପଡିଲା ସେ ପଦେ କହିଥିଲା ସିନା, ତାପରେ ମୋ ଆଡୁ କେତେ ପଦ ଗଲାଣି? 10 ପଦ ହେଲା। ଆଉ ଦିନ ସେ କହିବ? ତା ଜୀବନ ଥିବା ପର୍ଯ୍ୟନ୍ତ ସେ ମଧ୍ୟ କହିବନି ହେଲା। ଭାବଟା ତିଆରି ହଉଛି ନା ନାଇଁ? ଏଇଟା ପ୍ରେମ, ରିଭେଞ୍ଜ, ପ୍ରତିହିଂସା ପରାୟଣ, ଉତ୍ତେଜନାର ଭାବ, ଅସ୍ଥିରତାର ଭାବ, ଇଏ ସାଧନାର ଲକ୍ଷଣ ନୁହେଁ। ବୁଝିହଉଛି? ତେଣୁ ସାଧନା କରିବାକୁ ହେଲେ ଯଦି ମତେ ଜଣେ ଗାଳି ଗୁଲଜ କରୁଛି ତାପରେ ବି ତା ଭିତରେ ଭଲଟା ଅଛି ନା ନାଇଁ ମୁଁ ଖୋଜୁଥିବି, ତାହେଲେ ମୁଁ ସାଧନା କରୁଛି। ମତେ ଜଣେ ଗାଳି କରୁଛି, ମୋ ନିନ୍ଦା କରୁଛି, ତାପରେ ବି ତା ଭିତରେ ଭଲଟା କୋଉଟା ଅଛି?
ମୁଁ ଯେ ଦେଖିପାରୁଛି ସେ ଭଲଟା ପାଇଁ ମୁଁ ତା ସହିତ ରିଲେଟେଡ୍ ହେଇପାରିବି, ତାହେଲେ ମୁଁ ସାଧନା କରୁଛି। ଆଉ ମୁଁ ତ ଖାଲି ମୁଁ ଧଳା ସାର୍ଟଟା ପିନ୍ଧି କଳା ଦାଗଟା କ'ଣ କଲମ ଲଗେଇଲେ କଳା ଦାଗଟା ଦେଖା ହେଇଛି, ଭାଇ ଏ କଳାଟା କେମିତି ଲାଗିଲା? ମୋ ଧଳା ସାର୍ଟ ଏତେ ବଡ଼ ଧଳାଟା ଦେଖାଯାଉଛି, ସେଇଟା କାହାରିକି ଦେଖାଯାଉନି। ମୋ କଳା ଦାଗଟା ଟିକେ କଲମ ଲାଗିକି ଦାଗଟା ଲାଗିଯାଇଛି, ସେଇଟା ଚଟକୁଛି। ଲୋକଙ୍କର କାମ ଏଇଟା। ତେଣୁ ମୁଁ ଯଦି ସେମିତି ଅନ୍ୟମାନଙ୍କର ତ୍ରୁଟିକି ଦେଖି ଚାଲିଥିବି, ମୋର ସାଧନା ହବ ନାହିଁ। ତା ଭିତରେ ଭଲଟା କ'ଣ ଅଛି ମୁଁ ଦେଖୁଛି। କାରଣ ମହୁମାଛିର ଗୁଣ ଆମକୁ ହାସଲ କରିବା ଦରକାର। ମହୁମାଛି କ'ଣ କରେ? କେତେ ଫୁଲକୁ ସେ ନ ଯାଏ, କୋଉ ଫୁଲକୁ ସେ ନଷ୍ଟ କରେ? କୌଣସି ଫୁଲ ନଷ୍ଟ କରିବ। କିନ୍ତୁ ତା ଭିତରେ ସେ କ'ଣ ସଂଗ୍ରହ କରିକି ଆଣେ? ମହୁକୁ ସଂଗ୍ରହ କରି ଆଣେ। ସେ ମହୁକୁ ଯୋଉ ସଂଗ୍ରହ କରେ ତାକୁ କୋଉଠି ରଖେ? ଗୋଟେ ଫଣାରେ ରଖେ। ସେ ଫଣାରୁ ଯୋଉ ମହୁଟା ଖାଏ କିଏ? ମହୁମାଛି ଆଉ ଖାଏନି ହେଲା, ତାକୁ ଆଉ କିଏ ଖାଇଥିବ ହେଲା, ମଣିଷ ଖାଇଥିବ ତାକୁ। ତାହେଲେ କେତେ ପରିଶ୍ରମ କରି ସେ ଅନ୍ୟମାନଙ୍କ ପାଇଁ କ'ଣ ନ କରୁଛି। ସେ ଯୋଉ ଫୁଲରୁ ଫୁଲକୁ ବୁଲୁଛି, ବିଭିନ୍ନ ଫୁଲର ରସକୁ ମହୁକୁ ସଂଗ୍ରହ କରିକି ଆଣୁଛି। ସେଇଭଳି ଆମେ ଧମ୍ମପଦ ବୋଲି ଗୋଟେ ବହି ଅଛି, ଧମ୍ମପଦ, ମା ସେଇଥିରେ ଏଇ କଥାଟା ଲେଖିଛନ୍ତି। ଧମ୍ମପଦ ବହିରେ ଆମକୁ ମହୁମାଛି ଭଳି ହବାକୁ ପଡ଼ିବ, ଯେମିତି ଆମେ ପ୍ରତ୍ୟେକ ଫୁଲକୁ ଯାଇପାରିବା, ଫୁଲକୁ ନଷ୍ଟ କରୁନଥିବା, ତା ଭିତରୁ ମହୁକୁ ସଂଗ୍ରହ କରି ଆଣୁଥିବା। ତେଣୁ ଯୋଉ ଆର୍ଥ ଲାଇଫରେ ଯୋଉ ସାଧନାଟା ସମସ୍ତଙ୍କ ସହିତ ରିଲେଟେଡ୍ ହେଉଥିବା, କ'ଣ ପାଇଁ? ସମସ୍ତଙ୍କ ଭିତରେ ଥିବା ମହତ୍ତମ ଗୁଣକୁ ଆମେ କଲେକ୍ଟ କରିକି ଆଣିବା ପାଇଁ। ଏବଂ ଏଇ ଯୋଉ ସମସ୍ତଙ୍କ ପାଖରୁ ଯୋଉ ମହତ୍ତମ ଗୁଣକୁ କଲେକ୍ଟ କଲେ, ତାର ଆମେ ଗୋଟେ ମହତ୍ତମ ପିଣ୍ଡ ହେଇଯାଇଥିବା, ଯୋଉଟାକି ଅନ୍ୟମାନଙ୍କୁ ସେ ମଧୁ ବାଣ୍ଟିବାରେ ଆମେ ସହାୟକ ହବା। ଏଇ ଅବସ୍ଥା, ଏଇ ଭାବନା ଯଦି ଆମର ନାହିଁ, ସାଧନା ହେଇପାରିବନି। ଏଇ ଅବସ୍ଥାଟା ଦରକାର। ଏଇଟା ଭାରି ପ୍ରାକ୍ଟିକାଲ କାମ। ଆମକୁ ଦୈନନ୍ଦିନ ଜୀବନରେ, ସାମାଜିକ ଜୀବନରେ, ସଂସାର ଜୀବନରେ ଏଇ ପ୍ରକାର ଭାବରେ ଜୀବନ ବଞ୍ଚିବାକୁ ପଡ଼ିବ। ଆଉ ଖାଲି ମାଙ୍କ ପାଖରେ ଫୁଲ ଫଟୋ ପାଖରେ ଫୁଲ ଧୂପ ଦେଇଦେଲେ, ଧୂପ ବନ୍ଦେଇଦେଲେ, ଦୀପ ବନ୍ଦେଇଦେଲେ ସାଧନା ହବନି ହେଲା। ତେଣୁ ଆମକୁ ସେଇ ପ୍ରକାର ଏକ ଅବସ୍ଥା ଦେଇକି ଯିବାକୁ ପଡ଼ିବ। ଯଦି ମା ଆମ ସହିତ ଅଛନ୍ତି, ସାହାଯ୍ୟ କରିବେ। ଯୋଉ କାମଟା ମୁଁ ପାରୁନି, ମା କରିପାରିବେ ନା ନାହିଁ। ତେଣୁ ଅନ୍ୟମାନଙ୍କ ସହିତ ରିଲେଟେଡ୍ ହେବି, ସେମାନଙ୍କ ଭିତରେ ଥିବା ମହତ୍ତମ ଭାବନାକୁ ସଂଗ୍ରହ କରିବା ପାଇଁ। ଗୌତମ ବୁଦ୍ଧ କ'ଣ କରୁଥିଲେ? ଦୁଆର ଦୁଆର ଭିକ୍ଷା କରୁଥିଲେ। ତା ଉଦାହରଣ ଦେଇଛନ୍ତି ମା। କ'ଣ ପାଇଁ? ଲୋକଙ୍କ ଭିତରେ ଯୋଉ ମହତ୍ତମ ଗୁଣ ଅଛି ତାକୁ ମୁଁ ସଂଗ୍ରହ କରିବି, ଏବଂ ମୁଁ ଯାହା ପ୍ରଭୁଙ୍କ କଥା ଜାଣିଛି ତାଙ୍କ ପାଖରେ ଭିକ୍ଷା ମାଧ୍ୟମରେ କିଛି ବାଣୀ ଦେଇକି ଆସିବି। ଏଇ ଯୋଉ ଆଦାନ ପ୍ରଦାନ, ମୋ ପାଖରୁ କିଛି ବାଣୀ ଲୋକଙ୍କୁ ଦିଆଯିବ, ଏବଂ ଲୋକଙ୍କ ପାଖରେ ଯୋଉ ମହତ୍ତମ ଗୁଣ ସବୁ ଅଛି ମୁଁ ତାକୁ ସଂଗ୍ରହ କରିକି ଆଣିବି। ଏଇ ଭାବରେ ମତେ ସଂସାର ସମସ୍ତଙ୍କ ସହିତ ସମ୍ପୃକ୍ତି ରଖିବାକୁ ପଡ଼ିବ। ସେଇଥିପାଇଁ ସେ କହିଲେ ହାଭ୍ ରିଲେସନସିପ୍। ତେଣୁ ସମ୍ପର୍କ ରଖିବା, କିନ୍ତୁ ଡୋଣ୍ଟ ହାଭ୍ ଆଟାଚମେଣ୍ଟ। ସମ୍ପର୍କ ରଖିବା ସିନା, ଆସକ୍ତ ରଖିବା। ଆସକ୍ତି ରହିବନି କୌଣସି ବସ୍ତୁ ପ୍ରତି, କୌଣସି ଜିନିଷ ପ୍ରତି, ବା କୌଣସି ପଦବୀ, ଧନ ସମ୍ପତ୍ତି, ଘର ଦ୍ୱାର ଏ ପ୍ରତି ଆସକ୍ତି ରହିବନି। ଜଣେ ଭାଇ ମୋ ସହିତ ପାର୍ଶ୍ୱରେ ବୁଲନ୍ତି। କିଛି ଦିନ ଗଲା ପରେ ତାଙ୍କର ଟିକେ ପରିବର୍ତ୍ତନ ହେଲା। ଭାରି କ୍ଲମ୍ଜି ଭିତରେ ରହୁଥିଲେ, ଗୋଟେ ଘର ଟାଉନ ବଜାର ଭିତରେ ରହୁଥିଲେ, ଗୋଟେ ଜଏଣ୍ଟ ଫ୍ୟାମିଲି, ଭାରି ଗୁଞ୍ଜି ହେଇକା ରହୁଥିଲେ। ମୁଁ ତାଙ୍କୁ କହିଲି, ମା କାମ କର, ତମର ଏଇ ଗୁଞ୍ଜା ଘର ରହିବନି। ମା କେତେ ନିଟ୍ ଆଣ୍ଡ କ୍ଲିନ୍, ମହାଲକ୍ଷ୍ମୀ, କୃପା କରିବେ ତମେ ପୁରା ରାଜମହଲ ଭଳିଆ ଘରେ ରହିବ। ମୋ ମୋର ସିନା ଏଟା ବାହାରିଗଲା, ବାସ୍ତବ ସେଟା ହେଇଗଲା। ସହରରୁ ଟିକେ ଦୂରରେ ଗୋଟେ ଜାଗା କିଣିକି ସେ ଘର କରିଦେଲେ, ବଢିଆ ଘରଟେ କରିଦେଲେ। ଘରଟା କଲା ପରେ ମୁଁ ତାପରେ ତ ପାର୍ଶ୍ୱରୁ କହିଲି, ଭାଇ ଯିବା। ବାହାରିଲୁ ଆମେ ସବୁ। ମୁଁ ସେଇ ଭାଇ କୁଆଡେ ଗଲେ? ସେ ଭାଇ ଆଉ ଏଠି ରହୁନାହାନ୍ତି। ନା କୋଉଠି ରହୁଛନ୍ତି? ସେ ଗୋଟେ ନୂଆ ଘର କରିକି ପଳେଇଲେଣି ସିଆଡ଼କୁ। ହେଲେ ସେ ଜାଣିଛନ୍ତି ନା ଆସିବେ ବୋଲି? ହଁ, ଆମେ ମେସେଜ କରୁଛୁ, ସେ ପାଇଛନ୍ତି, ଜାଣିଛନ୍ତି ଆପଣ ଆସୁଛନ୍ତି ବୋଲି। ତାପରେ ଦେଖା ଦଉନାହାନ୍ତି, ମତେ ଫୋନ କରୁନାହାନ୍ତି। ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, ଯଦି ନ ଆସିଲେ ମୁଁ ଫୋନ କଲି, କହିଲେ ଭାଇ କ'ଣ କରିବି, ବର୍ତ୍ତମାନ ଜଞ୍ଜାଳ ଭିତରେ ପଶିଗଲି। କ'ଣ ହେଲା କି? କହିଲେ ଗୋଟେ ଘର କରିଦେଇছে, ଘରଟା ଛାଡ଼ିକି ଏଟା ଏକୁଟିଆ ଜାଗାରେ ଘରଟା ଛାଡ଼ି ଯାଇପାରୁନି। କ'ଣ ଅଡୁଆ ହେଲା କ'ଣ? ନା ଘରଟା ଏକୁଟିଆ କ'ଣ ଘରଟା ଚୋର ନେଇଯିବେ କି? ତମ ଟଙ୍କା ପଇସା ହୁଏତ ଚୋର ନେଇଯିବେ, ସୁନାରୁ ବା ଚୋର, ଘରଟା ଚୋର ନେଇଯିବେ। ତମ ଘରଟା ଜଗିଛ, ମା କ'ଣ କୃପା କରି ତମ ଘର ଯୋଗାଳି ବନେଇଦେଲେ?
ତମ ଘର ଯୋଗାଳି ହେଇଗଲ ଯେ ମା କୃପା କଲେ ଘର କଲ। ମା ତ କହିନଥିଲେ ଯୋଗାଳି ହବ ବୋଲି, ତମେ ପାର୍ଶ୍ୱର କରୁଥିଲ, ମା କୃପା କଲେ ଘର ହେଲା। ଆହୁରି କାମ କରିଥାନ୍ତ ନା, ଆଉ ତମେ ଯୋଗାଳି ବନିଗଲ, ପାର୍ଶ୍ୱର କାମ ବନ୍ଦ କରିଦେଲ, ତାପରେ କଣ ହବ କୁହ? ହେଲେ ତା ମନଟା ବୁଝୁନି, ଆଉ ଛାଡିକି ଆସିପାରିଲାନି। ବଡ ଦୁଃଖ ଭାଇ। ଆର ବର୍ଷକୁ ଦେଖିବା ଆସନ୍ତୁ ହେଲା, ଆର ବର୍ଷକୁ ଆସନ୍ତୁ ଦେଖିବା କଣ ହବ। ଆଉ 2 ବର୍ଷ ଗଲା ପରେ ମଧ୍ୟ ସେ ଆଉ ଦେଖା ଦଉନାହାନ୍ତି। କାରଣ ତାଙ୍କର ଯୋଉ ଉଦ୍ଦେଶ୍ୟ ଥିଲା, ମୋର ଘର ଦ୍ୱାର ଟିକେ ହଉ, ଜମିବାଡି ଟିକେ ହଉ, ଟଙ୍କା ପଇସା ଟିକେ ହଉ, ଏ ଉଦ୍ଦେଶ୍ୟରେ ସେ ମାକୁ ଧରିଥିଲା। ମା ତ ଗ୍ରହଣ କରିଦେଲେ। କିନ୍ତୁ କୋଉଥିପାଇଁ କରାହେଇଥିଲା? ତମ ପାଇଁ ଏଟା ଆବଶ୍ୟକ ଥିଲା ବୋଲି ମା ଦେଇଥିଲେ। କୋଉଥିପାଇଁ? ତମ ସାଧନାରେ ଶେଷ। ତମର ଘର ଦ୍ୱାର ଟିକେ ହେଇଗଲେ ତମ ନିର୍ଦ୍ୱନ୍ଦରେ ମାଙ୍କ ପ୍ରତି ବିଶ୍ୱାସ ଭରସା ରଖିବ, ମା କାମ କରିବ। କିନ୍ତୁ ତାପରେ ଆମେ କଣ କଲୁ? ଆସକ୍ତି ବଶତଃ ବାନ୍ଧି ହେଇକି ରହିଲୁ। ସାଧନା ହବ ତ ଆଉ। ତେଣୁ ଏଇଭଳି ଭାବରେ ଆମ ବିକଳେଇ କହୁଥିବୁ, ମୋ ମା ମୋର ଭଲ ନମ୍ବର ହଉ, ଭଲ ପାଠ ହଉ, ତାପରେ ଧୀରେ ଧୀରେ ଗୋଟେ ଚାକିରିଟେ ହଉ, ଚାକିରିଟା ଟିକେ ପ୍ରମୋସନ ହଉ, ପ୍ରମୋସନ ଗୋଟେ ବଢିଆ ଘରଟେ କରୁ, ଭଲ ଜାଗା କିଣୁ, କାର ଖଣ୍ଡେ ହଉ, ଏସି ଘର ହଉ, ବା କୁଆଡେ ଟିକେ ବୁଲାବୁଲି କରୁ। ଏଇଭଳି ଭାବରେ ଧୀରେ ଧୀରେ ଆମ ଡିଜାୟାର୍ସ ବଢି ବଢି ଚାଲିବ। ଯୋଉ ଜିନିଷ ସବୁ ମିଳିଲା ତା ସହିତ ଆମର ଆଟାଚମେଣ୍ଟ ବଢି ବଢି ଚାଲିବ। ତାପରେ ଆମେ କଣ ହେଇଥିବା? ଏ ମାୟା ପା ଛାଡିକି ଯାଇପାରୁନି। ଜଣେ ସନ୍ନ୍ୟାସୀ ସେ କିଛି ବର୍ଷ ପାଇଁ ବାହାରକୁ ଯିବେ ବୋଲି ତା ଶିଷ୍ୟକୁ କହିଲେ। ଏ ଶିଷ୍ୟ ଜଣକ ଘର ଦ୍ୱାର ଛାଡିକି ଆସିକି ଆଶ୍ରମରେ କାମ କରେ। ଘର ଲୋକ ବିଗିଡନ୍ତି, ଏଟା ଚାଷବାସ କରୁନି, କିଛି ନାହିଁ, ଯାଇଥିଲେ ଆଶ୍ରମରେ ପଡିକି ରହିଛି, ଏଟା ବଡ ହେଲାଣି, ବାହାସାହା ହବ, କଣ କରିବ, ସଂସାର କରିବ, କଣ କରିବ, କିଛି ମୁଣ୍ଡକୁ ଢୁକଉନି, ଖାଲି ସେ ଆଶ୍ରମରେ ପଡିଛି, କାମ କରୁଛି। ତାପରେ ଗୁରୁ କହିଲେ, ପ୍ରକୃତରେ ୟାର ସାଂସାରିକ ମାୟା ପ୍ରତି ଆଟାଚମେଣ୍ଟ ଅଛି ନା ନାହିଁ ଟେଷ୍ଟ କରିବା ପାଇଁ ଗୁରୁ କହିଲେ, ମୁଁ ଏଇନା କିଛି ବର୍ଷ ରହିବିନି, ତମେ ଆଶ୍ରମର ଦାୟିତ୍ୱ ବୁଝିବ। ଠିକ ଅଛି। ସେ ଗଲେ, କହିଲେ ଦେଖ ଗୋଟିଏ କଥା ମୋର ଫଲୋ କରିବ, ସିଙ୍ଗଲରୁ ଡବଲ କେବେ ହବନି, ବୁଝିଗଲା ନା? ସିଙ୍ଗଲରୁ କେବେ ଡବଲ ହବନି, ନହେଲେ ସାଧନା ତମର ହବନି। ଗଲା, ସେଇ କଥାଟା ମାନିଛ, ସିଙ୍ଗଲରୁ କେବେ ଡବଲ ହବନି। ତେଣୁ ସେ ସେଇଠି ରହିଛନ୍ତି। ସେ ତ ବାବାଙ୍କ ଢଙ୍ଗ ଧରିଛନ୍ତି, ବର୍ତ୍ତମାନ କୋପିନ ପିନ୍ଧୁଛନ୍ତି। ଧୀରେ ଧୀରେ କଣ ହେଲା ନା, ସେ କୋପିନଟା ମଇଳା ହେଇଯିବ, ସଫା କରିଦିଅନ୍ତି, ଶୁଖେଇ ଦିଅନ୍ତି, ସେଇଟା ପୁଣି ପିନ୍ଧିକି ଆସନ୍ତି। ଦିନେ ଦିନେ ଟାଙ୍ଗି ମାନେ କରିଛନ୍ତି, ମୂଷା କାଟି ଦେଇଛି, ତାକୁ ଛୁଞ୍ଚି ସୂତା ଆଣିକି ସିଲେଇଲେ, ବୁଝିଗଲା, ପୁଣି ପିନ୍ଧିଲେ, ବୁଝିହଉଛି, ପୁଣି ମୂଷା କାଟି ଦଉଛି, ମାନେ ସିଲେଇ ସିଲେଇ କାରଣ 1ରୁ 2 ହବନି ପରା। ତେଣୁ ସେ ସିଲେଇ ସିଲେଇ କା ପିନ୍ଧୁଛନ୍ତି ହେଲା। ତାଙ୍କର ପୁଣି ଶିଷ୍ୟ ଆସିଗଲେ। ଶିଷ୍ୟ କହିଲେ, ଆପଣ ମୂଷାଟା କାଟି ଦଉଛି, ଆପଣ ଗୋଟେ ବିଲେଇ ରଖୁନାହାନ୍ତି କଣ ପାଇଁ? କହିଲେ, ବିଲେଇ କୋଉଠୁ ଆଣିବେ ନା? ଆଜ୍ଞା ଆମେ ଆଣିଦବୁ। ସେମାନେ ବିଲେଇ ପହଞ୍ଚୁଛନ୍ତି, ବିଲେଇଟା ବଞ୍ଚିବ କେମିତି? କ୍ଷୀର ଖାଇବା ଦରକାର ନା। କ୍ଷୀର କୋଉଠି? ଗୋଟେ ଗାଈଟା, ଗୋଟେ ଗାଈ ଅଣାଗଲା, ଗୋଟେ ଗାଈର ସେବା ଯତ୍ନ କିଏ କରିବ? ଏଠୁ ଗୋଟେ ସ୍ତ୍ରୀ ଲୋକଟିଏ ହେଲା। ତେଣୁ ସିଏ ବିଚାରା ବଡ ଦୁଃଖରେ ଅଛି ହେଲା, ବିଧବା ହେଇଯାଇଛି। ବିଧବା ଯଦି ହେଇନି, ଯାହା ଏକୁଟିଆ ହେଇକି ବଡ ଗରିବ ଅବସ୍ଥାରେ ଅଛି, ତାକୁ ଆଣିକି ରଖିଲେ। ସ୍ତ୍ରୀଟିଏ ରହିଲା, ସ୍ତ୍ରୀ ଲୋକଟିଏ, ତାପରେ ଗାଈର ସେବା କଲା, କ୍ଷୀର ମିଳିଲା, କ୍ଷୀର ପୁଣି ବିଲେଇ ଖାଇଲା, ବିଲେଇ ମୂଷା ଜଗିବ। ଧୀରେ ଧୀରେ ସେ ସ୍ତ୍ରୀ ଲୋକ ସହିତ ତାର ସମ୍ପର୍କ ଜଳିଲା। ତାପରେ ଗୋଟେ ସଂସାର ତିଆରି ହେଇଗଲା ସେଠି। କିଛି ବର୍ଷ ପରେ ବାବା ଯେତେବେଳେ ଫେରିଲେ, ସେଇଟା ସେଇ ଆଶ୍ରମ ନା, ଏ ତ କାହିଁ ଆଶ୍ରମ ଭଳିଆ ଦେଖା ହଉନି, କଣ ସ୍ତ୍ରୀ ଛୁଆ ପିଲା ଗାଈ ଗୋରୁ ସବୁ ଏଠି ରହିଲେଣି, ବିଲେଇ ରହିଲାଣି, କଣ ଏଇଟା ଆଶ୍ରମ ନା ଆଉ କଣ? ଇଏ ସାଧନା ପାଇଁ ଆସିଥିଲା ନା ଆଉ କଣ ପାଇଁ ଆସିଥିଲା? ଟେଷ୍ଟ ଥିଲା ତାର। ଯୋଉ ଗୁରୁ କିଛି ବର୍ଷ ଚାଲିଗଲେ, ପ୍ରକୃତରେ ତାର ସାଂସାରିକ ମାୟା ପ୍ରତି ଆସକ୍ତି ରହିଛି କି ନାହିଁ ଟେଷ୍ଟ କରିବା ପାଇଁ ଏଇଟା ଥିଲା। ସେ ଗୁରୁ ଜାଣିଦେଲେ ୟାର ସାଧନା ହବାର ନାହିଁ, ଜିରୋ। ଆମର ଠିକ ସେଇଭଳି ସଂସାର ମାୟା ଭିତରକୁ ଆମକୁ ଭଗବାନ ଛାଡ଼ି ଦେଇଛନ୍ତି ହେଲା। ଆମର ଟେଷ୍ଟ ଚାଲିଛି, ମା ଟେଷ୍ଟ କରୁ, ଦେଖିବା ତମକୁ ସଂସାର ଭିତରେ ଛାଡ଼ିଦେଲା ପରେ ବି ସେ ସଂସାର ମୋହମାୟା ଭିତରେ ତମେ ଡୁବି ଯାଉଛ ନା ତାପରେ ବି ତମେ ମତ ଧରୁଛ ହେଲା। ଟେଷ୍ଟ ଚାଲିଛି ଆମର, ବୁଝିହଉଛି। ଆମେ ଯଦି ଘର ଦ୍ୱାର ଜମି ବାଡି ଟଙ୍କା ପଇସା ସୁନା ରୂପା ଗହଣା ପଦବୀ କ୍ଷମତା ନାମ ଯଶ ଏଥିରେ ଯଦି ମାତିଗଲୁ, ସରିଗଲା, ସାଧନା ଫେଲ। ଆମେ ଯୋଉ ପରୀକ୍ଷା ଚାଲିଛି ସାଧନାର, ସେଟା ଫେଲ। ତେଣୁ ସେଇଥିପାଇଁ ଶ୍ରୀରନ୍ଦ କହିଲେ ଆଟାଚମେଣ୍ଟ ରହିବନି, ସବୁ ସହିତ ସମ୍ପର୍କ ରହିବ। ଆମେ ତ କହିଲୁ କାଲ କ୍ୟା ହୋଗା କିସको ପତା, ଅଭି ଜିନ୍ଦଗୀ ଲେ लो ମଜା ହେଲା। ଆମେ ତ ଏଇ ଲଜିକରେ ଖାଲି ଏନ୍ଜୟ କରି ଚାଲିଲୁ। କଣ ସେଇଥିପାଇଁ ଆସିଥିଲୁ ସଂସାରକୁ? ଯେ ସାଧନା କରିବ
से गोटे कथा अवश्य मन रखियो, द डिवाइन इज एवरीथिंग एंड इन एवरीवेयर। वाक्य मन रहा सहज वाक्यटा, द डिवाइन इज एवरीथिंग एंड इन एवरीवेयर। भगवान होते सबकि, भगवान सबकि माने गछलता भी भगवान, पशु पक्षी गुड़ा भी भगवान, आम चारिपाख जो मैंने देखा सी भी भगवान। द डिवाइन इज एवरीथिंग सबकि एंड इन एवरीवेयर, एवं भगवान सबु जगार अच्छा कौटी ना जन आम ओडिशार विशिष्ट साधक नैष्टिक ब्राह्मण आपण पाखरे अध्यापक थिले, आपण अंचल लोक अध्यापना काम कर हाँ प्रपति है नैष्टिक ब्राह्मण केवल बाबा सहित जोगाजोग चलता है। नैष्टिक पूरा नीति नियम पूरा टाइट, टिके ढिला ढिली हो पार जो गले जानते माँ फूल भल पाती, फूलटे नहीं देले बाबाजी समाधि टे नवेदन कर बाबाजी से समय लाट्रिन जाते लाट्रिन गामिछाटा पिंधि से गामिछाटा पिंधि समाधि को नहीं फुलटी देदेले। भयंकर भाव भीतर प्रतिक्रिया कमन सेंस ना कौन साधना कर गामिछाटे पिंधि कुआडे गोटे जाइए पाइखाना कौन से दिन नहीं कि समाधि फुलटा देदेले भितर प्रबल प्रतिक्रिया। बाबाजी ठहरी सारे पचारे आपड़ कि पचार चाहते हाँ पचारे ना आपने कुआडे जाइए ना लाट्रिन जाइए अब से गामिछारे पलैले समाधि की फुलटा देदेले आप गोटे सोचता ना गोटे सुंदर श्लोक बाबाजी गोटे पदरे बुझेदेले जा देवी सर्वभूतेषु मातृपेण संस्थिता नमतस्मै 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 नमो नमः। गोटे श्लोक आम शुणुचे ना नहीं समझते बुझेदेले जा देवी सर्वभूतेषु सर्वभूत देवी अच्छा ना ना जो माँ को देवी बोली कहे मुझे महिला छाड़ी आसली तार भूताणु भितर माँ अच्छा ना ना कौन ताठू मुझे आहरी अयोग्य गली कि ना जो से अच्छा जहाँ देवी सर्वभूतेषु मातृमेण संस्थिता नमतस्मै नमतस्मै नमो नमः कह मुझे जो महिला ठू कौन आहरी अयोग्य हो जाए कि ताले तुम एत प्रतिक्रिया कहीं कह मुंड को धड़की धरला अरे अरे ये पूरा कंक्रीट ट्रुथ को धरती आम सीना नैतिकता भितर अच्छु ये पूरा मूल भगवान मूल भगवान कौटी ना जदि अणुपरमाणु भितर अच्छा भगवान तार कौट घृणा करा क्या दरकार तेणु जो बाणी टी कहला द डिवाइन इज एवरीथिंग भगवान होते सबकि एंड इन एवरीवेयर मैन वाज क्रिएटेड टू डिस्कवर द डिवाइन। मनुष्य मान को सृष्टि कराई भगवान को आविष्कार करियो बोली तेणु मनुष्य मान को जेहेतु सृष्टि कराई भगवान को आविष्कार करियो बोली तेणु से भगवान को सबु जगह आविष्कार करियो एटा होची साधना। तेणु भगवान तापाई किए सी जहां को पाखे आनंद देखुची प्रेम देखुची कृपा देखुची सर्वशक्तिर अधीश्वर बोली भावना तैयारी कर से भगवान। द डिवाइन इज इंडीड व्हाट यू एक्सपेक्ट ऑफ हिम इन योर डीपेस्ट एस्पिरेशन। भगवान होचन सी तुम गभीरतम अभिश्वास भगवान जहाँ बोली तुम प्रत्याशा करुच भगवान होचन से बोली तेणु गभीरतम अभिश्वास भगवान जहाँ बोली आम प्रत्याशा करुच आम भगवान कौन बोली भावतु माटी गोड़ी भी भगवान हो पारती गछलता भी भगवान हो पारती कीट पतंग मान भी भगवान हो पारती असुर पिशाच भी भगवान हो पारती सबकि भगवान तेणु ये जो कथाटा अनुभव आसिले साधना है। तेणु साधना शब्दटा जो कहुच्छी ये तो सहज कथा नुहे समस्त भगवान बोले देखी हम सबू जगार भगवान अच्छा देखी हम तो जोता पिंधा कथा नुह कि पिंधा जोता ही भगवान ना जदि जोता भगवान काम कौटी पाद तले से काम उद्दिष्ट तेणु मैटर भितर भगवान अस्तित्व अच्छी चेतना अच्छी आम मैटर को यथार्थ दृष्टिकोण देखा। माँ जो आसिले भारत वर्ष को प्रथम थर जो घरे से रोहुतिले
जो जड़ वस्तु को से व्यवहार करुले डेक्ची कड़े चामच डंकी बेडसीट आलमीरा जहाँ जहाँ तांको प्रति भावर सहित प्रार्थना कली मु तो घर छाड़ी पलैबी गलापर हुए तो मु आउ थे फेरी पारे न फेरी पारे तेणु ये आउ जन किए व्यवहार कर सी जमी ये वस्तुमान प्रति टिके नम्र व्यवहार करू प्रभु कि आकुति प्रार्थना कहीं प्रार्थना बाहर क्या जड़ भितर से भगवान के अस्तित्व को अनुभव करते सी सब व्यवहार करते जड़ पदार्थ ना कि भीतर भगवान के अस्तित्व को से अनुभव कर तेणु प्रार्थना बाहर यही जो भावधारा रे आमको जीवन बंचा पड़ो तेणु दैनंदिन जीवन भितर आम जहाँ जहाँ संपर्क आसे समस्त गोटे भगवत भाव देखा पड़ो Man was created to discover the divine and his mission is to manifest the divine. ये जो मिशन को मिशन आम आम जीवन में गोटे आभिमुख्य रखिकी आमको पठाई मानव जीवन देखिए से मिशन टी है जीवन जो आभिमुख्य टू मैनिफेस्ट द डिवाइन ये भगवान को अभिव्यक्ति करने उद्देश्य है आम मानव जीवन उद्देश्य तेणु अभिव्यक्ति को पर्यायर हम शेष पर्यायर हूँ अभिव्यक्ति फर्स्ट स्टेप कौन मार्केल वी आर हियर टू फाइंड द डिवाइन टू बिकम द डिवाइन एंड टू मैनिफेस्ट द डिवाइन तीन टा कथा कहले कौन कहले वी आर हियर टू फाइंड द डिवाइन प्रथम भगवान को आविष्कार करवा सेकंड पर्याय कौन टू बिकम द डिवाइन भगवान सहित जोड़ी होगी भगवान परिणत हवा थर्ड स्टेप कौन जोड़ी है भगवान के सहित युक्त है भगवान परिणत है स्टेप है भगवान को अभिव्यक्ति आ डायरेक्ट भगवान को अभिव्यक्ति कर आग खोजा जे भगवान को खोजी चलती भगवान देखा जन चोर बहुत डकायत करे जन ब्राह्मण घर गला विराट धनी घर सी घर आज चोरी करी सी गला बेलू भागवत पढ़ुं भगवान श्रीकृष्ण वर्णना चलती कृष्ण केमी मुंडे मुकुट पिंधि गलार हार पिंधि कर्णरे कुंडल पिंधि कवच पिंधि अंटसूता पिंधि सब खाली हीरा लीला मोती माणिक दामी दामी गणा पिंधि केते वर्ष पिलाटा 7 वर्ष पिला 7 वर्ष पिलाटा एत गणा पिंधि आ ब्राह्मण घर चोरी कले केते ना भाई से चोरी करवा पचारा से दिन पलैगला ता परदिन आसी पचारा अच्छा से जो नना ये कृष्ण बोले गोटे किए पिला अच्छी आड्रेस टे दल कौन भाई मोर टे काम अच्छे कहला एमती गोटे जगह को पठेबी सी आज फेरबनी नना गोटे भूल ठिकाना बतैला गोटे गंड जगह जो सी पढ़ो पढ़ले मरवार निश्चित हो आ उद्धार पाइबार ना कहला देख मुझे कृष्ण पाक ये सी बहुत गहना पिंधि शुणी बहरे लिखाई तुम खाली पढ़ुल तू कौन आसी शुणुलु कहला हाँ मुझे तुम घर को आसती तुम घर चोरी करी मुझे मिल मुझे चिंता करठू आनी 7 वर्ष पिलाटे चटकणाटा मारे बड़े बड़े देद धमके देले ये योजन मुझे नना कहला बढ़िया मौकाटा अच्छी मारे गोटे भूल ठिकाना बतईदेला देख गोटे कंडीशन जदि मो एड्रेस ठीक है मु पाइली तमर 50 मोर 50 आ जदि भूल है तेल आसिले मुझे तुम सफा करदेवी से अनुसार ठिकाना दे बुझ तेना रूपटा तो शुणी से रूपटा को कल्पना करगला ना चिन्ह केमी कृष्ण किए बहरे पढ़ा होता बेले शुणी विजन को से कल्पना करगला ये जो कल्पना करगला सतु सत जंगल देखाला सतु सत से भाया घास पड़िया से पहाड़ सेमती नदी सेमती सबकी देखाला ठीक से गंड भी पड़ा गंड पर गोटे जगह पड़ा ठीक से कदम गछ से सब कथा देखाला हाँ ये से कदम गछ पिला तो कदम गछ पाक आसे से कदम गछ पर छिड़ा गला देखी लुचिक रहीगला पिला आसला तापर से कदम गछ डेला कहला पिला तो ना कौन मोर तो केते ना मु को ना डकबी कृष्ण कान्हा कन्हई मुरारी बंशीधारी एमती केते केते ना मत सब डाकती कालिया किए केते ना सब डाकुचंदी कौन तुम दरकार कौन
କହିଲା ଏତେ ସବୁ ଗହଣା ଯୋଉ ପିନ୍ଧିଛୁ ଏଇଟା ମତେ ଦଉନୁ। କହିଲା ହଁ ନଉ ନା, ଆମ ଘରେ ତ ବହୁତ ଅଛି, ନିଅ ତମର ଯୋଉଟା ଚଏସ୍ ନେଇଯାଅ। କହିଲା ମୁକୁଟଟା ବେଶୀ ଦାମ ହବ, ସେଟା ଆଗେ ନବା। ଆଗ ମୁକୁଟଟାକୁ ଖୋଲିଦେଲା ସିନା, ତାପରେ କହୁଛି ଫୋ ପିଲାଟା କେତେ ସୁନ୍ଦର ଦେଖାଯାଉଥିଲା ମୁକୁଟଟା ପିନ୍ଧିଲା ବେଳେ, ମୁକୁଟଟା ଖୋଲିଲା ବେଳକୁ ଅବାଗିଆ ଦେଖାଯାଉଛି। ନା ନା ତୁ ମୁକୁଟଟା ପିନ୍ଧା, ଆଉ କୋଉଟା ନବ, ହାର ନବ, ନିଅ। ହାରଟା ଖୋଲିଲା ବେଳକୁ କହୁଛି ହେ ହାରଟା ଖୋଲିଲେ ବଡ ସୁନ୍ଦର ଦେଖାଯାଉଛି। ଏମିତି ଯୋଉ ଯୋଉଟା ଖୋଲୁଥିଲା ଠିକ ସେଇଗୁଡାକୁ ପୁଣି ସେ ପିନ୍ଧେଇଦେଲା। ଶେଷରେ କହିଲା ତମେ ତ ଯାହା ଖୋଲିଲ ସେଇଟା ପିନ୍ଧେଇଲ, ନବ କୋଉଟା? କହିଲା ହଁ ପରା, ତୁ ମତେ ଏତେ ସୁନ୍ଦର ଦେଖାଯାଉଛୁ ଯେ ମୁଁ ତୋଠୁ କିଛି କାଢିକି ନେଇ ପାରୁନି। ତ ଗୋଟେ କାମ କର, ତମେ ଟିକେ ମୋ ଗାଈଟା ଜଗିବ, ମୁଁ 2 ମିନିଟରେ ଆମ ଘରୁ ଝୁଡିଏ ଗହଣା ଧରିକି ଆସିବି, ନବ ଆଉ। ଯା ମୁଁ ଜଗିଛି। ସେ ଜଗିଲା, ଆଉ ଭଗବାନ 2 ମିନିଟ ଭିତରେ କୁଆଡେ ଧରି ପଳେଇଲେ, ଝୁଡିଏ ଗହଣା। ଏତେ ବଢିଆ ପିଲା ଇଏ, ଝୁଡିଏ ଗହଣା ଦେଇ ଦଉଛି। ବାଟ ସାରା କୃଷ୍ଣଙ୍କର ଭାବନାରେ ସେ ଚାଲି ଚାଲି ଆସି ପହଞ୍ଚିଗଲା କୋଉଠି, ସେ ନନା ପାଖରେ। ନନାର କବାଟ ଖଡ ଖଡ କଲା, ନନା ଆଉ ଡରିକି କବାଟ ଖୋଲିନି, କାରଣ ସେ ଭୁଲ ଠିକଣା ବତେଇଛି ନା। ସେ କହିଛି ଯଦି ଭୁଲ ଠିକଣା ବତେଇବ ତାହେଲେ ଆସିଲେ ସଫା କରିଦେ। ସେ ଆଉ ଡରିକି କବାଟ ଖୋଲୁନି। ଡରୁଛ କି ନନା, ଝରକା ଖୋଲିକି ମତେ ଦେଖ, ତାପରେ କବାଟଟା ଖୋଲ। ଝରକା ପଟେ ଦେଖିଲା, ଝୁଡିଏ ଗହଣା ଧରିକି ମୋ ଡାକୁଛି। ସାଙ୍ଗେ ସାଙ୍ଗେ ପଳେଇ ଶୀଘ୍ର କହି କବାଟଟା ଖୋଲି ପକେଇଲା। ତାପରେ ଭାଗବାଟ ହେଲା ଅଧା। କହିଲା ସେ ଏତେ ବଢିଆ ପିଲା, ସେ କହିଛି ତମର ଯଦି ଆଉ ଦରକାର ତାହେଲେ ଆହୁରି ଆସିବ ନବ। ସତ ନା କଣ? ଏଥର ଚାଲ ମୁଁ ତୋ ସହିତ ଯିବି, ଏଥର ଚାଲ ତୋ ସହିତ ମୁଁ ଯିବି, ଚାଲ। ନନାର ତାର 2 ଜଣ ଗଲେ। ପିଲାକୁ ସେଇଭଳିଆ ଦେଖା ହଉଛି, ନନାକୁ ଦେଖାଯାଉନି। ପିଲାକୁ ସେଇ ଯୋଉ ଡକାୟତ ଚୋର, ଯିଏ ଚୋରକୁ ପିଲା ଦେଖା ହଉଛି, ସବୁ କଥା ଦେଖା ହଉଛି, ନନାକୁ କିଛି ଦେଖା ହଉନି। ଶେଷରେ ଇଏ ହଉଛି ସେ ପିଲା। କୋଉ ପିଲା? ତମ ସାମ୍ନାରେ ଛିଡା ହେଇଛି। ନା ମୁଁ ତ ଦେଖିପାରୁନି। କେମିତିକା ନନା ତମେ ଦେଖିପାରୁନ? ବୟସ ହେଲା ବୋଧେ, ଆଉ ପାୱାର କମିଗଲା ଆଖିର, ଦେଖିପାରୁନ। କହିଲା ଏଇ ଦେଖ, ନା ନା ମୁଁ କିଛି ଦେଖିପାରୁନି। ସେଠୁ ପିଲା ପଚାରିଲା, ଆଚ୍ଛା ବାଳକ, ତୋ ସାମ୍ନାରେ ମୁଁ ଛିଡା ହେଇଛି, ସେ ନନା ବି ଛିଡା ହେଇଛି, ମୁଁ ତତେ ଦେଖିପାରୁଛି, ଅଥଚ ସେ ନନା କାହିଁ ଦେଖିପାରୁନି? କହିଲା ସେ ନନା ସିନା ମତେ ଡେଲି ପଢେ, ବହି ଭାଗବତ ପଢେ, ତୋ ଭଳିଆ ଭାବ ତାର ନାହିଁ। ତାକୁ ଦେଖିବାକୁ ହେଲେ ମତେ 7 ଜନ୍ମ ଦରକାର ଅଛି ଆହୁରି। ଆଚ୍ଛା 7 ଜନ୍ମ ଆହୁରି ଦରକାର? ତମେ ତାହେଲେ କିଏ? ମୁଁ କିଏ ଚିହ୍ନିବୁ? ବିଶ୍ୱରୂପଟି ଦେଖେଇଦେଲେ, ତାକୁ ଟିକେ ଟଚ୍ କରିଦେଲେ, ଦେଖ ଏବେ ବିଶ୍ୱରୂପ ଯେତେବେଳେ ଦେଖେଇଦେଲା ଭଗବାନଙ୍କର, ପ୍ରଭୁ ମୁଁ ବଡ ଅନ୍ୟାୟ କରିଛି, ବଡ ଭୁଲ କରିଦେଇଛି, ତମ ଗଳାକୁ ନେଇଯାଇଛି, ମୁଁ ବଡ ଅଧମ କହିକି ତ ଖାଲି ଲୋଟିଗଲା ସେଠି। ଏଇ ଯୋଉ ଆନନ୍ଦରେ ବିହଳିତ ହେଇଗଲା, ତା ଭିତରେ ଭାବ କଣ ଥିଲା? ପେଶାରେ କଣ ସିଏ ଚୋର ଡକାୟ, ତା ଭିତର ଭାବ କଣ ଥିଲା? ଏଇ ଯୋଉ ଭାବରେ ସେ ଯୋଉ ଡାକୁଛି, ସେଥିରେ ଭଗବାନ ତାକୁ ପ୍ରାପ୍ତ ହେଲେ। ତେଣୁ ସାଧନା କେତେବେଳେ ହବ? ଭାବରେ ହେଲା, ଭାବରେ ସାଧନା ହବ। ମାଙ୍କ ଉପସ୍ଥିତି ଭାବରେ ଅନୁଭବ କରିବ। ଭାବକୁ ଗ୍ରହଣ କରନ୍ତି ବୋଲି ଭଗବାନଙ୍କ ନାଁ ହଉଛି ଭାବଗ୍ରାହୀ। ତେଣୁ ଆମେ କୋଉ ଭାବରେ କାମ କରୁଛୁ, ସବୁ ସେଇଥିରେ ସାଧନା ହବ। ତେଣୁ ଆଟିଟ୍ୟୁଡଟା ହଉଛି ସବୁଠୁ ବଡ କଥା। ହେଲା, କଣ କରୁଛେ ମ୍ୟାଟର ନ, ଶ୍ରୀମନ୍ତ ଲେଖିଛନ୍ତି ୱାର୍କ ଇଜ ନଟ୍ ଇମ୍ପୋର୍ଟାଣ୍ଟ ବଟ୍ ଦି ଆଟିଟ୍ୟୁଡ ବିହାଇଣ୍ଡ ଦ ୱାର୍କ ଇଜ ଇମ୍ପୋର୍ଟାଣ୍ଟ। କାମଟା ଗୁରୁତ୍ୱପୂର୍ଣ୍ଣ ନୁହଁ, କିନ୍ତୁ କାମ ପଶ୍ଚାତରେ କୋଉ ମନୋଭାବ ରଖା ହେଇଛି ସେଇଟା ହଉଛି ଗୁରୁତ୍ୱପୂର୍ଣ୍ଣ। ବୁଝିପାରୁଛି? ତେଣୁ ଆମେ କୋଉ ମନୋଭାବରେ ମାଙ୍କୁ ଧରିଛେ। ସତରେ ମୁଁ ସବୁ ମାନେ ମୋର ଏମିତିକା ଗୋଟେ ମନୋଭାବ ଅଛି କି ଯେ ଆମେ ସମସ୍ତେ ମାଙ୍କ ପିଲା, ଗୋଟେ ପରିବାରର ପିଲା, ଅତି ଆତ୍ମୀୟର ଭାଇ ଭଉଣୀ ମାନେ, ଆମେ ଆସ ଆମେ ମିଳିମିଶି କାମ କରିବା। କିଏ କଣ ଭୁଲ କରିଦେଇছে, ହଁ ଦଉ, କଣ ଅସୁବିଧା? କିଏ କରିପାରୁନି, ହଁ ମତେ ସହଯୋଗ କରିଦବା। ଏଇ ଯୋଉ ଉତ୍ସାହ, ଏଇ ଯୋଉ ଆଗ୍ରହରେ ପରସ୍ପର ଭିତରେ ପ୍ରେମପୂର୍ଣ୍ଣ ଭାବରେ ବନ୍ଧା ହେଇପାରୁଛେ, ଗୋଟେ ପରିବାର ହେଇପାରୁଛେ କି ସାଧନା କେମିତି ହବ? ତେଣୁ ବିରାଟ ପୃଥିବୀ ଯୋଉ ଅଛି, ଗୋଟେ ପରିବାରର ଭାବନା ତିଆରି କରିବା ପାଇଁ ସାଧନା ଆବଶ୍ୟକ। ତେଣୁ ସାଧନା ଏଇଥିପାଇଁ ଆବଶ୍ୟକ, ଯେବେ ମାନବ ସ୍ତରରୁ ଦିବ୍ୟ ମାନବକୁ ହବା, ସେଟା ତ ବହୁତ ସାଧନା, ମାନେ ଉଚ୍ଚ କୋଟର କଥା। ପ୍ରାଥମିକ ସ୍ତରରେ କଣ, ଯେ ସବୁରି ଭିତରେ ଭଗବାନଙ୍କୁ ଦେଖିବା, ଆନନ୍ଦମୟ ଭାବରେ, ପ୍ରେମମୟ ଭାବରେ,
आम जीवन को आम तैयारी करवा यहीटा हूँ साधना आ गोटे शेष कथा यहाँ कहीपे शेष पर्यायटा मेटे सतरे हाँ शेष कथा मुझे कहीदे हाँ टू फील दैट द मदर इज डूइंग एवरीथिंग तृतीय कथा कौन कहली टू फील दैट द मदर इज डूइंग एवरीथिंग अनुभव करिया माँ सब कर सतरे माँ जदि शक्ति न दे मो हाथ हलिव ना हलिव बास जदि मु कर भाव रहा इगो काम कला जड़े पिला कहला माँ कौन कले मु कठिन परिश्रम कली मोर 97% मार्क रहा माँ कौन कले ना बढ़िया कथा कही तोर जो पढ़िया जो आग्रहटा किए देला बुझार जो सामर्थ्यटा किए देला हाथ में जो लेखिलु से लेखार सामर्थ्य किए देला तू यदि किसी बुझीपार न था तू कौन लिखिपार था पढ़ार जो आग्रह माँ दे न था तू कौन पढ़ी पार था हाँ सेटा अवश्य हाँ से कहला हाँ मुझे देखना तू चलुचु क्या शक्ति रे देखुचु क्या शक्ति रे कथा कहचु क्या शक्ति रे तेणु आम जहाँ करुचु ता पश्चात भगवान को शक्ति काम करें जो मिछुटारे कहचु सब मु कर पकाउछु बोली साधना हेनी तेणु मु भाव को अतिक्रम करने गोटे विनम्र अवस्था दरकार आम भितर यदि विनय भाव रहा उदारतार भाव रहा ताले आम अहं को सहज अतिक्रम कर अहं अतिक्रम हेले साधना हो अपमान असम्मान ऊर्ध्व रहा द्वारा विनय स्वभाव को आम भितर बलवती करने द्वारा सकल प्रकार उग्रता को आम अतिक्रम करने द्वारा आम के उग्र हबानी विनय हवा हाँ विरोध शक्ति आसी आक्रमण करे से आस आस आम घर चा टी पी जा विनय तो आम कौन से निमंत्रण करिया विरोध शक्ति कठोर हवा भगवान प्रभाव प्रति विनय हवा जार स्वभाव हूँ विनय से कौन हम माँ को प्रभाव को ग्रहण कर अहं को अतिक्रम कर विनय न हवा पर्यंत अहं को अतिक्रम करनी साधना हो पार आ सब पश्चात माँ को शक्ति क्रिया करुच्ची व्हाट हैपेंस टू अस इज डिवाइन सेफार नॉट आवर्स मन रखा दरकार व्हाट हैपेंस टू अस इज डिवाइन सेफार आम जीवन में जहाँ घटुची ये सब गुड़ी कहूँ भगवान व्यापार आम नुहे आम जो कुछ मु करदेली किसी कर माँ का शक्ति यदि काम न कर आई एम नथिंग व्हेन यू फील दैट विदाउट द मदर आई नो नथिंग आई कैन डू नथिंग एंड आई एम नथिंग विनम्रता तेरे तीन टा कथा कहली कौन कहली विदाउट द मदर आई नो नथिंग माँ बिना मु किसी जानी नहीं विदाउट द मदर आई कैन डू नथिंग माँ बिना मु किसी करि परिबि नहीं एंड विदाउट द मदर आई एम नथिंग माँ बिना मु किसी नु ए अनुभव होची विनय ये अतिक्रम करे हमको आम भीतर जो गर्व दंभ अच्छी भाव ताकू विनय स्वभाव ही अतिक्रम कर दे परिबो तेणु विनय हवा फूल विनय होती बोली नम्र होती देखो कौन प्रकाश कर ज्वलंत उदाहरण हो फूल को कम लगी न पार से कौन भाव ता कौन गुण ता पाखे ना ये विनय गुण ना माँ को प्रभाव को रिसीव कर माँ को प्रभाव रिसीव न कर पारे आम भीतर परिवर्तन आसबनी आम स्वभाव बदलनी आम गुण चरित्र चेतनार परिवर्तन हेनी साधना हेनी तेज आसतु माँ के पाखे विनय हवा माँ को प्रभाव ग्रहण करिया अनुभव करिया माँ हूँ मोर हूँ माँ मो माँ को पिला मोर सब कथा माँ बुझे माँ कोल गोटे छोट शिशु जो छुआ सब माँ पर निर्भर करे यही अनुभव को नहीं आमको बचा पड़े घर संसार भितर सबु कथार माँ को जाने सबु कथार मुझे पाठ पढ़ी था जिते ज्ञान मो हो माँ को ननेले माँ साहय न कले किसी कर तेना छोट शिशुर अनुभव नहीं माँ को पूर्ण विश्वास निर्भरता नहीं आम जो बंची पार माँ को भल पाई पार सकल परिस्थिति स्थिर शांत अविचल रही पार तार साधना हो बहुत बहुत धन्यवाद धन्यवाद हाँ हाँ टी माँ का नाम जप कर सारदा आम टी माँ का नाम जप करिया
ma 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 Supreme Lord, eternal truth, let us obey Thee alone and live according to truth. Om Sri Mata Sri Aravinda Saranam Mama. Om Sri Mata Sri Aravinda Saranam Mama. Vande Mataram.